हरे कृष्ण। तो किसी भक्त मैंने अनुरोध कले कि अरे सब माने कम से कम रेगुलर किसी क्लास नियंतु किसी ओडिया रे भागवतम हेबा दरकार। तो आपण समस्त मानकर आशीर्वाद रे किसी चर्चा टिके प्रारंभ करूछंती କରିବାକୁ चेष्टा करिवा। श्रीमद् भागवतम रे अनेक स्थान रे वर्णन आसीची कि ए जो श्रोता और वक्तांकर मझरे नारद मुनि व्यासदेवଙ୍କ मझरे सुखदेव गोस्वामी परीक्षित महाराजଙ୍କ ମଧ୍ୟରେ सेपटे आसिला विदुर और मैत्रଙ୍କର ମଧ୍ୟରେ सुत गोस्वामी और सौनाकेदिक ऋषिଙ୍କ ମଧ୍ୟରେ ଏ ଚର୍ଚ୍ଚାର ପୂର୍ଣ୍ଣ ରୂପରେ ବିବେଚନ କରାଯାଇଛି। ସେ ହେଉଛି ଶ୍ରୀମଦ୍ ଭାଗବତମ। ଏ ଯେତିକ ବି 18 ପୁରାଣ ଅଛି କିମ୍ବା ଶାସ୍ତ୍ର ଅଛି କିମ୍ବା ଭାଗବତମ ଅଛି, ଜାଗା ଜାଗାରେ ଏ ସବୁ ଯାକର ରଚନା କରାଯାଇଛି କେବଳ ଗୋଟିଏ କାରଣ ପାଇଁ। କଣ ପାଇଁ? ଭଗବାନଙ୍କର ସ୍ତୁତି ଭରପୁର ମାତ୍ରାରେ ହଉ, ପ୍ରଚୁର ମାତ୍ରାରେ କେବଳ ଭଗବାନଙ୍କର ସ୍ତୁତି। ତାକୁ ଛଡା ଏ ସଂସାରରେ ଆଉ କିଛି ବି ନାହିଁ। ନାମ ବିନା কিছু ନାହିଁ ଆର, 14 ଭୁବନ ମାଝେ। ହୁଁ। ଶ୍ରୀଲ ଭକ୍ତିବିନୋଦ ଠାକୁର କହୁଛନ୍ତି ଏ ହରିନାମ ଅଲାବା, ହରିନାମ ବିନା ଆଉ କିଛି ବି ଏ ସଂସାରରେ କିଛି ବି ନାହିଁ। କାରଣ ସବୁ ଯାକ ନଷ୍ଟ ହବ ନା। वेदे रामायणे चैव पुराणे भारते तथा आदौ अन्ते च मध्ये च हरि सर्वत्र गीयते। वेदे रामायण चैव, वेद हो कि रामायण हो कि पुराण हो, आदि अन्ते च मध्ये च, आदि और अंत कि मध्ये सबुठारे कौन अछि? हरि ही सर्वत्र गीयते। भगवान हरि कोड अछंती? केवल संसार रे समस्तଙ୍କର प्राणीଙ୍କର ମଧ୍ୟରେ ତ ଅଛନ୍ତି, ସମସ୍ତଙ୍କର ହୃଦୟ ଭିତରେ ତ ବସିକି ଅଛନ୍ତି। ସାଥିରେ ସାଥିରେ ଯେତିକ ବି ଶାସ୍ତ୍ର ଅଛି, ପୁରାଣ ଅଛି, ରାମାୟଣ ଅଛି, ଆଦିରୁ ଅନ୍ତ୍ୟ ପର୍ଯ୍ୟନ୍ତ ମଧ୍ୟରେ ସରି ହିଁ ସର୍ବତ୍ର ଗିୟତେ। ପ୍ରତ୍ୟେକ ସ୍ଥାନରେ ଭଗବାନଙ୍କର ଉପସ୍ଥିତି ଅଛି। ସେଥି ଯୋଗୁ ଏ ଦୃଷ୍ଟି ପ୍ରଦାନ କରିବା ପାଇଁ, ଏ ଦୃଷ୍ଟି ପ୍ରଦାନ ହେବା ପାଇଁ ଆମର ଏ ଚକ୍ଷୁ ଯୋ ଅଛି, ଚର୍ମ ଚକ୍ଷୁ, ଜ୍ଞାନ ଚକ୍ଷୁ, ଶାସ୍ତ୍ର ଚକ୍ଷୁ, ତିନିଟା ପ୍ରକାର ଚକ୍ଷୁ ଅଛି। ଚର୍ମ ଚକ୍ଷୁରେ ଆମେ ଦେଖିପାରୁଛନ୍ତି କଣଟା ଦେଖୁଛନ୍ତି? ଯୋଉଟା ଆମ ସାମ୍ନାରେ ଦେଖା ଯାଉଛି। ମାତ୍ର ଚର୍ମ ଚକ୍ଷୁରେ ଆମେ ସବୁ କିଛି ଦେଖି ପାରୁନାହାନ୍ତି। ଆଁ? ଚର୍ମ ଚକ୍ଷୁରେ ଭଗବାନଙ୍କର ଉପସ୍ଥିତିଟାକୁ ଦେଖିପାରିବାନି। ତା ପାଇଁ କଣ ଲାଗିବ? ଜ୍ଞାନ ଚକ୍ଷୁଟା ଲାଗିବ, ଯୋଉଟା କି ଶାସ୍ତ୍ର ଅନୁଯାୟୀ ଶାସ୍ତ୍ର ଚକ୍ଷୁର ଦ୍ଵାରା ଯେତେବେଳେ ଦେଖିବା ଜ୍ଞାନ ଅର୍ଜନ କରିକି, ସେତେବେଳେ ଯାଇକିରି ଭଗବାନଙ୍କର ଉପସ୍ଥିତିଟାକୁ ଅନୁଭବ କରିପାରିବା। अन्यथा मुश्किल है। जीवेर स्वरूप होय कृष्णर नित्य दास। शास्त्र रे बारंबार वर्णन आसुची कि जीवात्मा और परमात्मा ये दीटा प्रकार, ये दीटी जाक सत चित और आनंद। जीवात्मा भी सच्चिदानंद, परमात्मा भी सच्चिदानंद। ये दीटी जाकर मध्य संपर्क कौन अच्छी, संबंध कौन अच्छी ना ममैवांशो जीवलोके। गोटे हेला पिता, गोटे हेला परमात्मा, आ गोटे हेला तार संतान, सी हूँ जीवात्मा। हाँ? गोटे पुत्र आ पितांकर मध्य संबंध टाकू स्मरण करबा पई गुड़ाई शास्त्र अच्छी देख। अब आम पाई भक्त माने केते परिश्रम करुचंती, प्रभुपाद केते परिश्रम करचंती एते गुड़ाई शास्त्र देकी खाली गोटे जिनस स्मरण करबा पई कि ए जीवात्मार परमात्मा प्रति संबंध कौन अछि। आ सेटा जणा पई कौन? जीवेर स्वरूप होय कृष्णेर नित्य दास। केवल गोटे संबंध। आ ए संबंधटा स्थापित करने पाई, जणेबा पाई, मने पकाया पाई स्वयं भगवान कृष्ण आसिले चैतन्य महाप्रभु रूप में। जोड़ा कि
ଏବେ ବହୁତ ହି ଶୀଘ୍ର ଗୌର ପୂର୍ଣ୍ଣିମା ଆସୁଛି ନା। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅବତାର, ହଁ, ଆମଙ୍କର ପ୍ରତ୍ୟେକ ମାନଙ୍କର ହୃଦୟରେ ହେବାକୁ ଦରକାର। ଯୋଉ ପ୍ରକାର ଚୈତନ୍ୟ ମହାପ୍ରଭୁ ନୃତ୍ୟ କରୁଛନ୍ତି, ଆମର ହୃଦୟ ଭିତରେ ନୃତ୍ୟ କରିବାକୁ ଦରକାର। ସେତେବେଳେ ଯାଇକି ଜୀବନ ସଫଳ ହବ। ଭଗବାନ କହୁଛନ୍ତି ନା, ଗୀତାରେ କହିଥିଲେ ନା, କଣ? ଆରେ ସତତମ କୀର୍ତ୍ତୟନ୍तो ମାମ୍ ये जना परि उपासते तेषाम नित्याभियुक्तानाम योगक्षेम वहाम्यहम्। अर्जुन, ସତତମ କୀର୍ତ୍ତୟନ୍ତୋ ମାମ୍, ପ୍ରତ୍ୟେକ ସମୟରେ ମୋର ସ୍ମରଣ କର। ସତତମ କୀର୍ତ୍ତୟନ୍ତୋ ମାମ୍, ତାପରେ ये जना पर्युपासते तेषाम नित्याभियुक्तानाम योगक्षेम वहाम्यहम्। ତାପରେ ଯାଇକି ମୁଁ ତମର ରକ୍ଷା କରିବି। ଆମେ କଣ ଚାହୁଁଛନ୍ତି? ଆରେ ମୁଁ କିଛି ପରିଶ୍ରମ ନ କରିକି ଭଗବାନ ମୋର ରକ୍ଷା କରୁଛନ୍ତି। ଭଗବାନ ତ ରକ୍ଷା କରୁଛନ୍ତି ଆମର, ଆମେ କିଛି ବି ନ ପରିଶ୍ରମ କରିକି। ହଁ। ଆମେ ଯଦି ଗୋଟେ ଦିନ ଯଦି ନ ସ୍ମରଣ କରିବା, କଣ ଭଗବାନ କଣ ଅକ୍ସିଜେନ ବନ୍ଦ କରିଦଉଛନ୍ତି? ନାକ ନାକ ଚୁଣ୍ଟି ଦଉଛନ୍ତି? ନାହିଁ। ପରିବାରରେ କିଏ ଯଦି ଆମର କଥା ନ ଶୁଣିବ, ବେଲେ ଆମେ ପୁରା ଆଖି ବୁଜିକିରି ବାଡଉଛନ୍ତି, ପିଟୁଛନ୍ତି ନା। ଆରେ ମୋର କଥା ଶୁଣିଲୁନୁ। ବାପା କହୁଛି ମୋ ପୁଅ କଥା ଶୁଣିନି, 18 ବର୍ଷ ହେଲା, 20 ବର୍ଷ ହେଲା, କେବେ କାମକୁ ଯିବ, କେବେ ପାଠ ପଢିବ? ମାତ୍ର ଭଗବାନ ଦେଖ, ଭଗବାନ କେବେ କରୁଛନ୍ତି ଏମିତି? ନା। କଣ ପାଇଁ? ଭୋକ୍ତାରାମ ଯଜ୍ଞ ତପସାମ ସର୍ବଲୋକ ମହେଶ୍वरम ସୁହୃଦମ ସର୍ବଭୂତାନାମ। ସିଏ କଣ ଅଛନ୍ତି ଆମର? ସୁହୃଦମ ସର୍ବଭୂତାନାମ। ସିଏ ଆମର କଣ? ପ୍ରତ୍ୟେକ ମୁହୂର୍ତ୍ତରେ ଆମର ସିଏ ମିତ୍ର, ସିଏ ସୁହୃତ। ସୁହୃତ ମାନେ କଣ? ବିନା କାରଣରେ ସିଏ ଆମର ମିତ୍ର। ଆମେ କିଛି ନ କଲେ ବି ସିଏ ଆମକୁ ଟାଇମ ଟାଇମରେ ଅକ୍ସିଜେନ ଦଉଛନ୍ତି, ଟାଇମ ଟାଇମରେ ଖାଦ୍ୟର ହଜମ କରାଉଛନ୍ତି, ଟାଇମ ଟାଇମରେ ସୂର୍ଯ୍ୟ ଉଦୟ ସୂର୍ଯ୍ୟ ଅସ୍ତ ହଉଛି, ଟାଇମ ଟାଇମରେ ସବୁ କିଛି ହଉଛି। ମାତ୍ର ଯିଏ ସ୍ମରଣ କରୁଛି, ଆରେ ଏଇଟା କିଏ ତ କରୁଛି? ଭଗବାନ କରୁଛନ୍ତି। ସେତେବେଳେ ସ୍ପେଶାଲ ଆଟେନସନ ଭଗବାନ ଦଉଛନ୍ତି। ଆରେ ଏ ଭକ୍ତଟା ତ କିଛି ତ ଅଛି। ଉଁ, କିଛି ତ ସ୍ପେଶାଲ ଅଛି। ଯୋଉ ପ୍ରକାରେ ଗୋଟେ ଗୋଟେ ମାତା ପିତାର ଯଦି 4ଟା ସନ୍ତାନ ଥିବେ, ମାର ତ ସବୁ ସବୁ ସନ୍ତାନ ପ୍ରତି ପ୍ରେମ ଥିବ है ना। ମାତ୍ର ଯୋଉ ସନ୍ତାନ ଟା କଥା ଶୁଣୁଥିବ, ତା ପ୍ରତି ବିଶେଷ ପ୍ରେମ ଥିବ। ସେଇଟା ଆମେ ସମସ୍ତ ମାନେ ଜାଣିଛୁ। ସେଇ ପ୍ରକାରେ ଖାଇବାକୁ ତ ସିଏ 4ଟି ଯାହା ପିଲାକୁ ଦବ। ଏମିତି କହିବେନି ସିଏ, ଏଇ ତୁ ମୋ କଥା ଶୁଣୁ, ତୁ ଖାନା ନାହିଁ। ମାତ୍ର ଏକ ବିଶେଷ ଯୋଉ ପିଲାଟା କଥା ଶୁଣୁଥିବ, ତା ପ୍ରତି ବିଶେଷ, ଆରେ ସେ, ହଁ ଇଏ କୁଆଡେ ଗଲା? ଲେଟ୍ ହେଲେ କହ, ଆରେ ଏତେବେଳେ ହେଲେ ଆସିଲାନି। ଆଉ ଯୋଉ ପୁଅଟା ଯଦି ବାଡଉଥିବ, ଯୋଉ ପୁଅଟା ଯଦି କଥା ଶୁଣୁଥିବ, ସିଏ କଣ କରିବ? ହଁ ଠିକ ଅଛି, 2 ଘଣ୍ଟା ଲେଟ୍ ଆଇଲେ ହେଲେ ଭଲ, ଆଉ ଆରାମ ଆରାମ ଯୋଉଟେ ଖାଉଛି ଖାଉ, ମାତ୍ର ଶାନ୍ତିରେ ଆଇକିରି ଶୋଉ କାମ। ହଁ। ତ ଏମିତି ଏଇଠି ଭଗବାନ କହୁଛନ୍ତି, ଗୀତାରେ କହୁଛନ୍ତି, ମନ୍ମନା ଭବ ମଦ୍ଭକ୍ତୋ। ଅର୍ଜୁନ, ପ୍ରତ୍ୟେକ ଜୀବାତ୍ମାର କାର୍ଯ୍ୟ ହେଲା ମୋର ମୋର ସ୍ମରଣ କର, ମୋତେ ମନରେ ରଖାଅ। ତାପରେ କଣ ହବ? ଧୀରେ 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 ଏଇ ଯୋଉ ଜୀବାତ୍ମା ଓ ପରମାତ୍ମାର ଯୋଉ ସମ୍ବନ୍ଧଟା ଅଛି, ସେ ସମ୍ବନ୍ଧଟା ଖୁଲିବ। ସେ ସମ୍ବନ୍ଧଟାକୁ ଅନୁଭବ କରିପାରିବା। ହୁଁ। ଆଉ ମନୁଷ୍ୟ ଜୀବନ ତ ସେଇଟା ଅନୁଭବ କରିବା ପାଇଁ ନା। ଏ ଅଭ୍ୟାସଟାକୁ ପ୍ରାକ୍ଟିକାଲି ଶିଖିବା ପାଇଁ ସ୍ୱୟଂ ଚୈତନ୍ୟ ମହାପ୍ରଭୁ ଆସିଛି। ଭଗବତ ଗୀତା ଅଛି ଥିଓରି। ସେ ଯେମିତି କହୁନାହାନ୍ତି, ଭଗବତ ଗୀତା ମାନେ ହଉଛି ବ୍ୟାଚଲର୍ସ ଷ୍ଟଡି, ମାନେ ଡିଗ୍ରୀ। ଭାଗବତମ ମାନେ ମାଷ୍ଟର୍ସ ଡିଗ୍ରୀ, ତାଠୁ ଆଉ ଟିକେ ଉପରୁ। ଆଉ ଚୈତନ୍ୟ ଚରିତାମୃତ ମାନେ PhD ଡିଗ୍ରୀ। ଚୈତନ୍ୟ ଚରିତାମୃତ ମାନେ ସ୍ୱୟଂ ଶ୍ରୀ ଚୈତନ୍ୟ ଶ୍ରୀ କୃଷ୍ଣ ଭଗବାନ ସ୍ୱୟଂ
नमो महावदन्याय कृष्ण प्रेम प्रदायते, से भगवान कृष्णଙ୍କର ପ୍ରେମ ପ୍ରଦାନ କରିବାକୁ ଆସିଲେ। ଆଉ ଚୈତନ୍ୟ ଆଁ, ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଲୀଳା ଏତେ ମଧୁର, ଏତେ ମାନେ ଏତେ ସ୍ଵାଦିଷ୍ଟ ଅଛି। ଯେତେ ଥର ବି ଯେତେ ଥର ବି ଆମେ ଶୁଣିବା ନା, ନା ନା କିଛି ବିଜାର ଲାଗିବ, ନା କିଛି ମାନେ ମାନେ ଟାୟାର୍ଡ ଲାଗିବ, ସ୍ୱାଦ ତାର ବଢି ବଢି ଯିବ। ଶ୍ରୀକୃଷ୍ଣ ଚୈତନ୍ୟ লীলা ଅମୃତେର ଧାର, ଏକ লীলা ପ୍ରବାହ ବହେ ଶତ ଶତ ଧାର। ଶ୍ରୀକୃଷ୍ଣ ଚୈତନ୍ୟ লীলা ଅମୃତେର ଧାର, ଅମୃତ ପ୍ରବାହ ହଉଛି। ତାପରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କଣ କହୁଛନ୍ତି, ଗୋଟିଏ ଲୀଲାରେ ଏତେ ବଡ ଗୋଟେ ମାନେ ଅମୃତର ଧାର ଅଛି, ସେ ଧାରଠୁ ଆଉ ଗୋଟେ ଛୋଟ ଛୋଟ ଛୋଟ, ସେ ଯୋଉ ନଦୀର କେମିତି ଛୋଟ ଛୋଟ ଧାର ରହୁଛି ନା, ଅସଂଖ୍ୟ ଅମୃତର ପ୍ରବାହ ହଉଛି। ଏ ଅମୃତର ପ୍ରବାହ ଯିଏ ସ୍ମରଣ କରୁଛି, ଯିଏ ଶ୍ରବଣ କରୁଛି, ଯିଏ ପଢୁଛି, ଏ ସଂସାରର ବିଷଠୁ ବାହାରି ପାରିବାକୁ ଗୋଟେ ଶକ୍ତି ପ୍ରଦାନ ହଉଛି। ସଂସାରରେ ବହୁତ କଷ୍ଟ ଅଛି, ଏ କଷ୍ଟଟାକୁ ସ୍ମରଣ କରାଇବା ପାଇଁ, ହଁ, ଏ ଏ କଷ୍ଟଟାକୁ ସ୍ମରଣ କରାଇବା ପାଇଁ ଆମକୁ ଏତେ ଗୁଡାଏ ଶାସ୍ତ୍ର ଦିଆଯାଇଛି। क्या बोल रहे हैं? बोले ये संसार कौन ଅଛି ଦୁଃଖାଲୟ ମ ଶାଶ୍ୱତ। ଆରେ ଦୁଃଖ ଅଛି ବାରମ୍ବାର ବାରମ୍ବାର ବାରମ୍ବାର, କଣ ପାଇଁ ଭିତରେ ପଡୁଛ ନା, ନାଇଁ ନାଇଁ ଟିକେ 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 ସୁଖ ଅଛି। ଆରେ ସୁଖ ନାହିଁ, ଦୁଃଖ ଯେତେବେଳେ ଯାଉଛି ନା ସେତେବେଳେ ଯୋଉ ରାହତ, यानी କଣ କହୁଛି ତୁ ଓଡିଆରେ ତାକୁ, ଆରାମ, ଯୋଉ ଗୋଟେ ଦୁଃଖ ଗଲା ପରେ ଆଉ ଗୋଟେ ଦୁଃଖ ଆସୁଛି, ଗୋଟେ ଦୁଃଖ ଯାଉଛି ଆଉ ଗୋଟେ ଦୁଃଖ ଆସିବା ମଝିରେ ଯୋଉ ଯୋଉ ଗ୍ୟାପ ଟା ନାଇଁ, ଟାଇମ ଗ୍ୟାପ ଟା, ସେଇଟା ଆମେ ସୁଖ ବୋଲି ଭାବି ଦଉଛନ୍ତି। ସୁଖ ଏ ସଂସାରରେ ନାହିଁ ବିଲକୁଲ। ସେ ଯୋଗୁ ସବୁଠୁ ପ୍ରଥମ ଅଙ୍ଗ ହେଲା ଶ୍ରବଣ। ଶ୍ରୀମଦ୍ ଭାଗବତମରେ ନବଦା ଭକ୍ତି ପ୍ରହ୍ଲାଦ ମହାରାଜ ବର୍ଣ୍ଣନ କରିଛନ୍ତି। ଶ୍ରବଣಂ କୀର୍ତ୍ତନಂ ବିଷ୍ଣୁ, ସ୍ମରଣಂ ପାଦ ସେବନମ୍, ଅର୍ଚ୍ଚନಂ ବନ୍ଦନಂ ଦାସ୍ୟಂ, ସାକ୍ଷ୍ୟಂ ଆତ୍ମନିବେଦନମ୍, ଇତି ପୁଂସାର୍ପିତା ବିଷ୍ଣୁ ଭକ୍ତିଶ୍ଚେନବଲକ୍ଷଣା। ନଅଟା ନବଦା ଭକ୍ତି। ସବୁଠୁ ପ୍ରଥମ ହଉଛି ଶ୍ରବଣମ୍। ଆମେ ସିଷ୍ଟମାଟିକାଲି ଶ୍ରବଣ କରିବା ଏ ନଅଟା ଭକ୍ତି, ନଅଟା ସତ୍ରରେ ଯେବେ ଯେବେ ସମୟ ହବ ସେବେ ସେବେ ଆମେ ଆମେ ଆକୁ ଶ୍ରବଣ କରିବା। ମାତ୍ର ନଅଟା ସେସନ ହବ। ଆଜି ଆଜି ରହୁଛି ଫର୍ଷ୍ଟ ସେସନ, ଯୋଉଟା ଶ୍ରବଣମ୍। କଣ ପାଇଁ ଶ୍ରବଣ କରିବା ଦରକାର, ଶ୍ରବଣର ଲାଭ କଣ, ଧ୍ୟାନ ସେ ଶୁଣନ୍ତୁ। ସୁତ ଗୋସ୍ୱାମୀ ସୁତ ଗୋସ୍ୱାମୀ ଯେତେବେଳେ କଥା କରୁଥିଲେ, 88,000 ଶ୍ରୋତା ମାନେ ବସିଥିଲେ। ମାଇକ୍ ସାଉଣ୍ଡ ସିଷ୍ଟମ ନଥିଲା, ଜୁମ କଲ ନଥିଲା, ଗୁଗଲ ମିଟ ନଥିଲା। କଣ ଥିଲା? ଶ୍ରୁତି ଧରିଥିଲେ, ଗୋଟେ ଥର ଶୁଣିଲା ମାତ୍ରକେ ମନେ ରହିଯାଉଥିଲା, ଏତେ ଷ୍ଟ୍ରଙ୍ଗ ଥିଲେ। ବ୍ୟାସଦେବ ଜୀ କଣ କଲେ, ବ୍ୟାସଦେବ ଏଇ ସବୁ ଜାଗା ଭାଗବତମ ଟାକୁ ପୂର୍ଣ୍ଣ ରୂପରେ ଲେଖିଲେ। କଣ ପାଇଁ ଲେଖିଲେ? କହିଲେ ତାଙ୍କୁ ଜଣା ଥିଲା ଆମ ସମସ୍ତ ମାନଙ୍କର ପରିସ୍ଥିତି କଣ। ହଁ, କହିଲେ ଆଜ୍ଞା କାଲି ରାତିରେ କଣ ଖାଇଥିଲେ ହେତୁ ହଉନି ତ ଏବେ କଣ କରିବ, ଏବେ କଣ କରୁଛ, ଲେଖିବାର ପଢିବାର କଣ। ପିଲାମାନେ ପାଠ ପଢୁଥିବେ, ହଁ, ସେ ଯୋଉ କହୁନାହାନ୍ତି ବିଧେ ମାରିଲେ ପଦେ ଆଉନି କହୁନାହାନ୍ତି। ବିଧା ମାରୁ ମାରୁ ହାଲିଆ ହେଇଯାଉଛନ୍ତି ମାଷ୍ଟର ମାନେ, ମାତ୍ର ତଥାପି କଣ, ହଁ, ମୁଣ୍ଡ କୁଣ୍ଡେଇଲେ କିଛି ହେତୁ ହିଁ ହଉନି। ବ୍ୟାସଦେବ ଜୀ କହିଛନ୍ତି କଳି ଯୁଗରେ ଆସନ୍ତା ଲୋକମାନଙ୍କର ପରିସ୍ଥିତି ବଡ ଗମ୍ଭୀର। ନା କଣ ଗମ୍ଭୀର? ପ୍ରାୟ ଏଇନା ଅଳ୍ପ ଆୟୁଷ ସଭ୍ୟ ବିଚାରା ମାନଙ୍କର ଆୟୁଷ ବହୁତ କମ ରହ। କଲୌ ଅସ୍ମିନ୍ ଯୁଗେ ଜନଃ ମନ୍ଦ ସୁମନ୍ଦ ମତୟୋ ମନ୍ଦ ଭାଗ୍ୟ ଉପଦ୍ରିତ। ବିଚାରା ମାନଙ୍କର ଭାଗ୍ୟ ବହୁତ ବହୁତ ଖରାପ। ହଁ, ଯୋଉଟା ଖାଇବେ ମନେ ରହିବନି,
ଛୋଟ ଛୋଟ ଜିନିଷରେ ମାଡଗୋଳ ଲାଗିବେ। ହଁ, ସବୁ ଯାହା ଜିନିଷ କମ ରହିବ, ଶକ୍ତି କମ ରହିବ, ଆୟୁ କମ ରହିବ, ବୁଦ୍ଧି କମ ରହିବ, ମନର ଶକ୍ତି ବି କମ ରହିବ। ମାତ୍ର ଗୋଟେ ଜିନିଷ ସବୁଠୁ ବଡ ରହିବ, କଣ? ଅହଙ୍କାର। अहंकार टा पूरा पूरा 56 इंच का छाती खोल के अहंकार चलेगा। कौन अच्छी से जिन कहना बॉम्बे रे बॉम्बे जदि आपण आसीथिबे किए रेलवे स्टेशन अच्छी रेलवे स्टेशन रे दादर गोटे स्टेशन रे जोड़ा जोड़ा नहीं कि बहुत बड़ ब्रिज प्राय लक्ष लक्ष लोक को नहीं कि दिन सारा नहीं चली था सेड़े तो से ब्रिज रे नहीं कि माने गोटे भिक मागाटे बसता गोटे भिक मागा ଆଉ ଗୋଟେ ଭିକ ମାଗାକୁ କହୁଛି ଆରେ ଜଣା ମୋର କେତେ ସମ୍ପତ୍ତି ଅଛି ନା ମୋର ଏ ପୁରା ବ୍ରିଜ ଟା ମୋର ନା କଣ ନା ଏ ପୁରା ବ୍ରିଜ ରେ ମୁଁ ଚାଲି ପାରି କୋଉଠି ବି ବସି ଭିକ ମାଗି ପାରି ବିଚାର କରନ୍ତୁ को ना को जिनसरे ए जीवात्मा प्रकृते क्रियमाणानि गुणे कर्माणि सर्वशः अहंकार विमूढ़ात्मा करता अहमिति मन्यते अहंकार जो जेतेବେଳେ ଅହଙ୍କାର ପଶୁଛି ନା ଗୋଟେ ବେଙ୍ଗଟାକୁ ବି ଲାଗୁଛି କି ମୁଁ ଯୋଉ କୂଅ ଭିତରେ ଅଛି ସେଇଟା ସବୁଠୁ ବଡ ସମୁଦ୍ର। ମାତ୍ର ସିଏ ଯେତେବେଳେ ସେ ସମୁଦ୍ର ଯେତେବେଳେ ସେ କୂଅରୁ ବାହାରି ବାହାରୁଛି ତାକୁ ଜଣା ପଡୁଛି ଆରେ ବାପ ସେ ଯୋଗୁ ଏଇ ଜିନିଷଟାକୁ ସ୍ମରଣ କରାଇବା ପାଇଁ ଶ୍ରବଣ କରିବା ନିହାତି ଦରକାର। ଏ କାନଟା ନା ବହୁତ ଗୋଟେ ବଡ ଯନ୍ତ୍ର। ଗୋଟେ ଥର ଗୋଟେ ହଜବେଣ୍ଡ ୱାଇଫ ମାନେ କିଛି କିଛି କାରଣ ଯୋଗୁରୁ ଖାଲି ବାରମ୍ବାର ଖାଲି ନେଇକି ଲଢାଇ ଝଗଡା ହଉଥିଲା କହିଲେ ଆମେ କିଛି କହିଲେ ତ ମାଡଗୋଳ ହେବା ସ୍ୱାମୀ ସ୍ତ୍ରୀ କଣ କଲେ କି ଆଜି ଠାରୁ ଆମେ କଥା ହବୁନୁ ଆମେ କଥା ହେଲେ ତ ମାଡଗୋଳ ହେବା ଠିକ ଅଛି ମାତ୍ର ଘର ସବୁ କାମ ଚାଲିଥିବ ଠିକ ଅଛି କାମ ଚାଲୁ ରଖ ସ୍ୱାମୀ କଣ କହିଲେ କାଲିକି ତାଙ୍କର ଫ୍ଲାଇଟ ଥିଲା ସକାଳୁ କାଲିକି ଫ୍ଲାଇଟ ଥିଲା ହେଲେ ନିଜର ସ୍ତ୍ରୀକୁ କଣ କଲେ ଗୋଟେ ଚିଠିରେ ଲେଖିକି ଦେଲେ ଆରେ କାଲି ମୋର 6ଟାର ଫ୍ଲାଇଟ ଅଛି ମତେ 2ଟା ବେଳକୁ ଉଠେଇଦବ ରାତିକି ଚିଠିରେ ଲେଖିକି ଦେଲେ तो ସ୍ତ୍ରୀ ବି ଚିଠି ଲେଖିଦେଲା କହିଲା ୟେସ୍ ହଁ ଆଉ ସ୍ୱାମୀ ଶୋଇପଡିଲେ ବଢିଆ ମସ୍ତ ରାତି ଶୋଇପଡିଲେ ତାପରେ ସକାଳୁ ଉଠିଲା ବେଳୁ ହେଲାଣି 8ଟା ସକାଳ 8ଟା ଉଠିଲେ ସକାଳ 8ଟା ଉଠିଲା ପରେ ଆଉ କୋଉ ଫ୍ଲାଇଟ ଧରି ଆଉ କଣ ସବୁ ତ ଫ୍ଲାଇଟ ଛୁଟିଗଲା ତାପରେ ସ୍ତ୍ରୀ କୁ କହିଲେ उठिला पर स्त्री को इतने जोर जोर के पूरा क्या समझते अपने आप को अहंकार है ये है वो है सब କରିବା ଲାଗିଲେ ସ୍ତ୍ରୀ କଣ କହିଲା ପାଟି ଫିଟେଇଲାନି ହେଲା ଦେଖ ନା କଣ ନା ଆପଣ ଯେତେବେଳେ ଶୋଇପଡିଲେ ନା ଆପଣଙ୍କର ଟେବଲ ପାଖରେ ଲେଖିଦେଲି ପ୍ଲିଜ ୱେକ୍ ଅପ୍ ଆଟ୍ 2 AM ମୁଁ ତ ଚିଠି ଲେଖିଦେଇଥିଲି ଆପଣ ମତେ ଚିଠି ଲେଖିଦେ ଆମେ ତ ବ୍ରତ ନେଇଥିଲେ ନା କି ଆମେ କଥା ହବାନି ହଁ, ତ ସେ ଯୋଉ ଆପଣ ଚିଠି ଲେଖିଦେଲେ ମୁଁ ହେଲେ ଚିଠି ଲେଖି ରଖିଦେଲି ବିଚାର କରନ୍ତୁ ଏ କାନଟା କେତେ ଯନ୍ତ୍ର ହୁଁ? 5000 ବର୍ଷ ପୂର୍ବରୁ ପରୀକ୍ଷିତ ମହାରାଜ ଶୁଣୁଲେ ସୁଖଦେବ ଗୋସ୍ୱାମୀଙ୍କର ମୁଖାର ବିନ୍ଦରୁ ସୁଖଦେବ ଗୋସ୍ୱାମୀ ଯେ ଆଧ୍ୟାତ୍ମ ଜଗତରେ ଶ୍ରୀମତୀ ରାଧାରାଣୀଙ୍କର ସୁଖ ନାମକ ଗୋଟେ ସୁଆଡେ ଥିଲେ ସୁଆ କହୁଛନ୍ତି ନା ପ୍ୟାରେଟ ଥିଲେ ସେ ଯୋଗୁ ଏ କର୍ଣ୍ଣଟା ବହୁତ ମହତ୍ୱପୂର୍ଣ୍ଣ କାନଟାକୁ ଯଦି ଶୁଭା ଯାଏନି ନା କାନଟାରେ ଯଦି ଆମେ ନ ଶୁଣିବା ଆମେ କହି ବି ପାରୁନାହାନ୍ତି ଆପଣ ଦେଖିବେ ଯିଏ ଶୁଣି ପାରୁନି ନା ସିଏ କହି ବି ପାରୁନି ମାନେ ବିଚାର କର ଯୋଉଟା ଆମେ କହୁଛନ୍ତି ଯୋଉଟା ଶୁଣିବା ସେଇଟା ହିଁ ମୁହଁରୁ ବାହାରିବ ଧ୍ୟାନ ସେ ଶୁଣ ନୋଟ କର ବୋଲ୍ଡ ଲେଟରରେ ଲେଖିବାକୁ ଦରକାର ବେଡରୁମ ରୁ ଧରିକିରି ବାଥରୁମ ଟୁ ଧରିକିରି କିଚେନ ଟୁ ଧରିକିରି ଶ୍ରବଣ ସବୁଠୁ ପ୍ରଥମ ଅଙ୍ଗ ଯୋଉଟା ଶୁଣିବା ସେଇଟା ହିଁ କହିବା ସେ ଯୋଉ ଶ୍ରବଣ ଟା ବହୁତ ଇମ୍ପର୍ଟାଣ୍ଟ ତାପରେ କଣ କହୁଛନ୍ତି ଶୁଣନ୍ତୁ
ଶ୍ରବଣ ଯୋଉ ଅଛି ନା କେତେ ପ୍ରକାର ଅଛି। ଶ୍ରବଣ ଯୋଉ ଅଛି, ଯେତେବେଳେ ପରୀକ୍ଷିତ ମହାରାଜ ବସିଥିଲେ ନା ଶ୍ରବଣ କରିବା ପାଇଁ, ଏଇ ଶ୍ରବଣ କରିବାର ଯେ ଆଚାର୍ଯ୍ୟ ଆମେ କହୁଛନ୍ତି ନା, ଯେ ଏକ୍ସପର୍ଟ, ପ୍ରତ୍ୟେକ ନବଦା ଭକ୍ତିର ପ୍ରତ୍ୟେକ ଅଙ୍ଗର ଗୋଟେ ଗୋଟେ ଏକ୍ସପର୍ଟ ଅଛନ୍ତି। ଶ୍ରବଣର ସବୁଠୁ ଏକ୍ସପର୍ଟ କିଏ? ପରୀକ୍ଷିତ ମହାରାଜ। ଆମକୁ ଶ୍ରବଣ କୋଉ ପ୍ରକାର କରିବାକୁ ଦରକାର? ପରୀକ୍ଷିତ ମହାରାଜ ଭଳିଆ, ସୁତ ଗୋସ୍ୱାମୀ ଭଳିଆ। ସୁଖଦେବ ଗୋସ୍ୱାମୀ ଯେତେବେଳେ କଥା କରୁଥିଲେ ନା, ସେଇଠାରେ ପରୀକ୍ଷିତ ମହାରାଜ ବସିଥିଲେ ଆଉ ସୁତ ଗୋସ୍ୱାମୀ ବି ବସିଥିଲେ। ଆଉ ବାକି ବାକି ଗୁଡା ଋଷି ମାନେ ବି ବସିଥିଲେ। ମାତ୍ର ଉଦ୍ଧାର କାର ହେଲା? ପରୀକ୍ଷିତ ମହାରାଜଙ୍କର ଉଦ୍ଧାର ହେଲା। ହଁ? ସେ ଯୋଗୁ ଯେତେବେଳେ ଆମେ ଶ୍ରବଣ କରୁଛନ୍ତି ନା, ଏଇଥିପାଇଁ ଶ୍ରବଣ ନାହିଁ କି ହଁ ଠିକ ଅଛି, କିଛି ତ ମନୋରଞ୍ଜନ ଅଛି, କିଛି ତ ଜୋକ୍ ଅଛି, କିଛି ଷ୍ଟୋରି ଅଛି, ଚାଲ ଭଲ ଲାଗୁଛି, ଠିକ ଅଛି, ସେଇଟା ଭଲ। ମାତ୍ର ଶ୍ରବଣ ଏଇଥିପାଇଁ କରିବା ଦରକାର, କିଛି ତ ହୃଦୟ ଭିତରେ ପରିବର୍ତ୍ତନ ପାଇଁ। ହୁଁ? ଆମେ ଯେତେବେଳେ ଦେଖୁଛନ୍ତି ନା, ଏ ଆଖିରୁ ଯେତେବେଳେ ଆମେ ଦେଖୁଛନ୍ତି ନା, ମନର ଦୃଷ୍ଟିରୁ ଦେଖିବାକୁ ଦରକାର, ଶାସ୍ତ୍ରର ଦୃଷ୍ଟିରୁ ଦେଖିବାକୁ ଦରକାର, ଯୋଉ ଜ୍ଞାନ ଶାସ୍ତ୍ରରେ ଅଛି ସେ ଦୃଷ୍ଟିରୁ ଦେଖିବାକୁ ଦରକାର। ଆଉ ଶୁଣିବା କେମିତି? କାନରୁ ଆଉ ହୃଦୟରୁ ଦିଟି ଯାର। ଶୁଣିବାର ତିନିଟା ପ୍ରକାର ଅଛି। ନମ୍ବର ୱାନ, ଏଇପଟେ ଶୁଣିବେ, ଏଇପଟେ ବାହାରି କାଢିଦେବେ। ନମ୍ବର ଟୁ, ଏଇପଟେ ଶୁଣିବେ ଆଉ କିଛି ତ କରି ଏ ପର୍ଯ୍ୟନ୍ତ ହିଁ ବାସ୍ ଖାଲି ମୁଖରୁ କହିବେ, ଶୁଣିବେ କହିବେ, ବାସ୍ ଶୁଣିବେ କହିବେ। ତୃତୀୟ ପ୍ରକାର ଯୋଉ ଶ୍ରବଣ ଅଛି, ଯୋଉଟା ଏ ଶୁଣିବେ ଆଉ ହୃଦୟ ଭିତରକୁ ବସେଇବେ। ଶୁଣିଲା ପରେ ହୃଦୟ ଭିତର ଯାଇ ଯେତେବେଳେ ପ୍ରବେଶ କରୁଛି ନା, ସେତେବେଳେ ପରିବର୍ତ୍ତନ ହଉଛି। ଶୃଣୁବତାମ୍ ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନାତ୍ ହୃଦୟନ୍ତୋସ୍ତି ଅଭଦ୍ରାଣୀ ବିଧୁନୋତି ସୁହୃତ୍ସତା। ଭଗବାନଙ୍କର କୃଷ୍ଣ କଥା ଯେତେବେଳେ କର୍ଣ୍ଣର ମାଧ୍ୟମରେ ଯେତେବେଳେ ଆମେ ଶ୍ରବଣ କରୁଛନ୍ତି ନା, ସେତେବେଳେ ଭଗବାନ ହୃଦୟ ଭିତରେ ପ୍ରବେଶ କରୁଛନ୍ତି। ଆଉ ଆମର ହୃଦୟ ଭିତର ଯେତିକ ଯୋଉ କଳା କଚରା ଜାଙ୍ଗୁ ହେଇକି ଅଛି ନା, ସେ ସବୁ ଯାକ ସଫା କରୁଛନ୍ତି। ଶ୍ରଦ୍ଧା କରି ଶୁନେ ଏଇ ଚୈତନ୍ୟର କଥା, ଚୈତନ୍ୟ ଚରଣେ ପ୍ରେମ ପାଇବେ ସର୍ବଥା। কৃপা করে কৃষ্ণ মোরে দিয়াছিলা সঙ্গ, স্বতন্ত্র কৃষ্ণের ইচ্ছা কইলা সর্বভঙ্গ। ଚୈତନ୍ୟ ଚୈତନ୍ୟ ମହାପ୍ରଭୁଙ୍କର କଥା କିମ୍ବା ଭାଗବତମର କଥା ଯେତେବେଳେ ଆମେ ଶୁଣୁଛନ୍ତି ନା, କେମିତି? ଶ୍ରଦ୍ଧା କରି ଶୁନେ। ଶ୍ରଦ୍ଧା କରିକି ଯେତେବେଳେ ଆମେ ଶ୍ରବଣ କରୁଛନ୍ତି, ଚୈତନ୍ୟ ଚରଣେ ପ୍ରେମ ପାଇବେ ସର୍ବଥା। ହଁ? ଚୈତନ୍ୟ ମହାପ୍ରଭୁଙ୍କର ଚରଣ ପ୍ରତି ପ୍ରେମ ଉତ୍ପାର୍ଜନ ହବ। ସେ ଯୋଗୁ ହୃଦୟକୁ ହୃଦୟ ଭିତରୁ ଶ୍ରବଣ କରିବା ଦରକାର। ତାପରେ କଣ କହୁଛନ୍ତି ଦେଖନ୍ତୁ, ଏ ଯୋଉ ଆମର ଏଇ ଯୋଉ ସିଷ୍ଟମ ଟା ନାଇଁ କି, ଶରୀରଟା ଯୋଉ ଶରୀର ମାନେ ସ୍ଥୂଳ ଶରୀର ଅଛି, ସୂକ୍ଷ୍ମ ଶରୀର ଅଛି। ଏ ସବୁ ଯା ଆମେ ଗୀତାରେ ବି ଶୁଣିଥିଲେ ହେ ନା। ସ୍ଥୂଳ ଶରୀର ମାନେ ଯୋଉଟା ଦେଖା ଯାଉଛି, ନାକ, ଆଖି, ପାଟି, କାନ, ହେ ନା। ସୂକ୍ଷ୍ମ ଶରୀର ମାନେ ମନ, ବୁଦ୍ଧି ଆଉ ଅହଙ୍କାର, ଏଇଟା ହଉଛି ସୂକ୍ଷ୍ମ ଶରୀର। ଯୋଉ ପ୍ରକାର ଆମେ ସ୍ଥୂଳ ଶରୀରଟାକୁ ଭୋଜନ ପ୍ରଦାନ କରୁଛନ୍ତି, ଆହାର ପ୍ରଦାନ କରୁଛନ୍ତି ଶକ୍ତିଶାଳୀ ରହିବା ପାଇଁ, ପୌଷ୍ଟିକ ରହିବା ପାଇଁ, ସେ ପ୍ରକାର ସୂକ୍ଷ୍ମ ଶରୀରଟାକୁ ବି ଭୋଜନ ଦେବା ନିହାତି ଦରକାର। ସୂକ୍ଷ୍ମ ଶରୀରରେ କଣ ଆସୁଛି? ମନ, ବୁଦ୍ଧି ଆଉ ଅହଙ୍କାର। ଏ ମନ, ବୁଦ୍ଧି ଆଉ ଅହଙ୍କାର, ଏ ଯୋଉ ତିନିଟା ଅଛି, ଏ ତିନିଟାକୁ ବି ଖୋଇବାକୁ ନିହାତି ଦରକାର। ହଁ। ମନ, ବୁଦ୍ଧି ଆଉ ଅହଙ୍କାର, ଏ ଯୋଉ ସୂକ୍ଷ୍ମ ଶରୀର ଯୋଉ ଅଛି, ଆକୁ ଭରପୁର ଖୋଇବାକୁ ଦରକାର। ଇଏ ବି ପୌଷ୍ଟିକ ରହିବାକୁ ଦରକାର।
ନହେଲେ କଣ ହବ? ଇଏ ଅଲଗା ଅଲଗା ଦିଶାରେ ଯିବ। ଆଖିଟା କଣ ହବ? ଦେଖ, ସ୍ଥୂଳ ଶରୀରରେ ଶକ୍ତି ନାହିଁ। ଧ୍ୟାନ ସେ ଶୁଣ। ଆମର ମନୁଟା ଯୁଆଡେ ଧରିକିରି ଯାଉଛି ସେ ପ୍ରକାର ଆମେ ଶରୀରଟାକୁ ସେଇ ଦିଶାକୁ ଧରିକି ଯାଉଛନ୍ତି। ମନୁଟା ଯଦି ଇଚ୍ଛା ହେଲା ପିକ୍ଚର ଦେଖିବାକୁ, ମୁଭି ଦେଖିବାକୁ, ଏ ପୁରା ସ୍ଥୂଳ ଶରୀରକୁ ଧରିକି ଯାଉଛି ନା ନାଇଁ କହିଲେ? है ना? ମାନେ କଣ? ସ୍ଥୂଳ ଶରୀର ଠାରୁ ସୂକ୍ଷ୍ମ ଶରୀରଟା ଶକ୍ତିଶାଳୀ ହେବାଟା ନିହାତି ଦରକାର। ହେଲେ ସେଇ ସୂକ୍ଷ୍ମ ଶରୀରଟାକୁ ଶକ୍ତିଶାଳୀ ବନେଇବା ପାଇଁ କଣ କରିବାକୁ ଦରକାର? ସବୁଠୁ ପ୍ରଥମ ହେଲା श्रवण। प्रतिदिन कम से कम ये न के न प्रकार न, चाहे ट्रैवलिंग में हो, रांधिबा समय हो, कपड़ा धोया समय हो, गाधेवा समय हो, बाथरूम रे हो, किछि तो गोटे टेप चालू कर। घंटाटे घंटाटे श्रवण କରିବାକୁ ଦରକାର। ତେବେ ଯାଇକି କିଛି ହବ। ତେବେ ଯାଇକିରି ଦିନ ସାରା ଯେତେବେଳେ ମନଟା କହ ଏଇ ସେଇଠି ଚାଲ, ନା ନା ନାଇଁ ନାଇଁ ନାଇଁ, ଏଇଟା ତ ମତେ ଦରକାର ନାହିଁ, ଏଇଟା ଖାଇଲେ ମୋର ସ୍ୱାସ୍ଥ୍ୟ ଖରାପ ହବ। ପିଲାକୁ ଦେଖ, ଯେତେବେଳେ ଜ୍ଞାନ ନଥାଉଛି ନା, ସେ କୋଉ ବି ଜିନିଷଟା ପାଟି ଭିତରେ ମାରୁଛି ନା ନାଇଁ? ପିଲାଟା ଯୋଉ କୋଉ ବି ଜିନିଷଟା ଉଠେଇକିରି ପାଟି ଭିତରେ ମାରୁଛି, ମାତ୍ର ତାକୁ ଜ୍ଞାନ ଦିଆହଉଛି, ବାପା ଏଇଟା ପାଟି ଭିତରେ ପୁରା ନା, ଏଇଟାକୁ ହାତ ଲଗା ନା। ଧୀରେ 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 ତାକୁ ଜ୍ଞାନ ଆସୁଛି। ଯେମିତି ସେ ପିଲାଟା 5 ବର୍ଷ 6 ବର୍ଷ ହେଇଗଲା, ସେଇ ଜିନିଷଟା ଦେଖୁଛି। ସେଇ ପିଲାଟା 3 ବର୍ଷ ତଳେ ଉଠେଇକି ପାଟି ଭିତରେ ମାରୁଥିଲା। ଆରେ କିଛି କିଛି ପିଲାମାନେ ତ ପୋକଟାକୁ ବି ଉଠେଇକି ପାଟି ଭିତରେ ମାରୁଛି। ମାନେ କଣ? ଜ୍ଞାନ ନାହିଁ। ସେଇ ପିଲାଟା ଯେତେବେଳେ 5 ବର୍ଷ 6 ବର୍ଷ ହେଇଗଲା, ଜ୍ଞାନ ଆସିଲା ହେରି, ସେଇ ଜିନିଷଟା ସିଏ ପାଟି ଭିତରେ ପୁରଉନି। କଣ ପାଇଁ? ଶରୀରଟା ତ ଠିକ ଅଛି, ମାତ୍ର ମନ, ବୁଦ୍ଧି ଆଉ ଅହଙ୍କାର, ଏ ସୂକ୍ଷ୍ମ ଶରୀରଟା ଶକ୍ତିଶାଳୀ ହେଲା। ତାକୁ ଜ୍ଞାନ ଦିଆଗଲା, ମାତା ପିତା ମାନେ ଜ୍ଞାନ ଦେଲେ। ଆଉ ସେଇ ପିଲାଟା ସେଇ ପିଲାଟା ଯଦି ମେଣ୍ଟାଲ ରହିବ, ସେଇ ପିଲାଟା ଯଦି ମେଣ୍ଟାଲ ରହିବ ହେଲେ କଣ ହଉଛି? 2 ବର୍ଷର ପିଲାଟା ବି ସେମିତି ବାୟାହାଳିଆ ଥିବ। 4 ବର୍ଷ ହେଲେ 6 ବର୍ଷ ହେଲେ ବି ସେ ବାୟାହାଳିଆ ପାଗଳ ଭଳିଆ ସେଇ ବ୍ୟବହାର କରିବ। ମାନେ କଣ? ସୂକ୍ଷ୍ମ ଶରୀରର ଡେଭଲପମେଣ୍ଟ ହେଇନାହିଁ। ସେ ଯୋଗୁ ଶ୍ରବଣ ମାଧ୍ୟମରେ ଏ ସୂକ୍ଷ୍ମ ଶରୀରର ଡେଭଲପମେଣ୍ଟ କରିବାଟା ନିହାତି ଦରକାର। ନମ୍ବର ୱାନ। ତାପରେ ଶୁଣନ୍ତୁ, ତାପରେ କଣ କହୁଛନ୍ତି? ଏଇ ଯୋଉ ଏଇ ଯୋଉ ସ୍ଥୂଳ ଶରୀରରେ ଯୋଉ ଇନ୍ଦ୍ରିୟ ମାନେ ଅଛନ୍ତି ନା, ହାତ, ଆଖି, କାନ, ନାକ, ନା, ଏ ସବୁ ଯାକ କାମ କେମିତି କରିବ? ଯୋଉ ପ୍ରକାରେ ବୁଦ୍ଧି ଭିତରେ ଯୋଉ ମାଲ ମସଲା ଥିବ ନା, ସେ ଅନୁସାରେ ହିଁ ଏ ହାତ କାମ କରିବ। ଯଦି ହୃଦୟ ଭିତରେ ଯଦି ଦ୍વેଷ ଭରି ହେଇଛି, ଏ ହାତଟା କଣ କରିବ? ଚାପଡା ମାରିବାକୁ ଯିବ। ଯଦି ହୃଦୟ ଭିତରେ ପ୍ରେମ ଭରି ହେଇଛି, ଭଗବାନଙ୍କର ବିଗ୍ରହ ଦେଖିଲେ ହାତ ଯୋଡିବ। କେତେ ଇମ୍ପୋର୍ଟାଣ୍ଟ ଦେଖ ଶ୍ରବଣଟା। ଜ୍ଞାନ ଅର୍ଜନ କରିବାଟା କେତେ ଇମ୍ପୋର୍ଟାଣ୍ଟ। ହଁ? ଗୋଟେ ଜଣ କହୁଥିଲେ ନା କି ଜଣେ ଜଣେ ଏମିତି ବ୍ୟସ୍ତ ରହୁଛନ୍ତି, ବିଶେଷ କରିକିରି 10 ବର୍ଷ 15 ବର୍ଷ ହେଲା, କିଛି ଲୋକ ଗୋଟେ ଥର କାହାକୁ ସ୍ମୋକିଂ, यानी सिगरेट ର ଯଦି ଅଭ୍ୟାସ ଲାଗିଗଲା ନା, ସିଏ ଭାବୁଛି ଆକୁ ତ ମୁଁ ଛାଡି ପାରିବିନି ଆଉ। ହଁ? ତାପରେ ଆଉ ଗୋଟେ ହାୟର ଲେଭେଲ, ନା, ଆଉ ଗୋଟେ ହାୟର ଲେଭେଲ କଣ ହଉଛି? ସିଏ ଛାଡି ତ ପାରୁନି, ତାପରେ କହୁଛି ମତେ ଦରକାର ବୋଲି ଏଇ ବ୍ରାଣ୍ଡ ହିଁ ଦରକାର। ବ୍ରାଣ୍ଡ ପ୍ରତି ବି ଆସକ୍ତି ହେଇଯାଉଛି। ବିଚାର କରନ୍ତୁ, ଯୋଉ ତମ ଗୁଣର ଜିନିଷଟା, ଯୋଉଟା ଆମ ଶରୀରଟାକୁ ହାନି ପହଞ୍ଚଉଛି, ସେଇଟାକୁ ଆମେ ସେଇଟାକୁ ଆମେ ଏତେ ତାକୁ ଭିଡି ଧରିକି ରହୁଛନ୍ତି, କହୁଛନ୍ତି ଏଇଟାକୁ ମୁଁ ଛାଡି ପାରିବିନି। ମାନେ କଣ ହଉଛି? ମନ, ବୁଦ୍ଧି ଆଉ ଅହଙ୍କାର, ଏ ତିନିଟା ଯାକ କମଜୋର ହେଇଯାଇଛି। ଯୋଉ ପର୍ଯ୍ୟନ୍ତ ମନ, ବୁଦ୍ଧି ଆଉ ଅହଙ୍କାର କମଜୋର ଅଛି, ସେ ପର୍ଯ୍ୟନ୍ତ
ଏ ଶରୀରଟା କେତେ ବି ହୃଷ୍ଟପୁଷ୍ଟ ରହିଲେ କିଛି କାମ का नहीं, ଗୋଟେ ନା ଗୋଟେ ଦିନ ନଷ୍ଟ ହବ। ସେ ଯୋଉ କଣ କରିବା ଦରକାର, ଶ୍ରବଣ ମାଧ୍ୟମରେ ଆକୁ ଶକ୍ତିଶାଳୀ ବନାଅ। ପ୍ରତିଦିନ କମ ସେ କମ ଘଣ୍ଟାଟେ ଶ୍ରବଣ କର, କିଛି ନା କିଛି ଲେକ୍ଚର ଶ୍ରବଣ କର। ପରମ ପୂଜ୍ୟ ଗୌର କୃଷ୍ଣ ଗୋସ୍ୱାମୀ ମହାରାଜଙ୍କର ଭାଗବତମର ପୁରା ଗୋଟେ ହିନ୍ଦୀରେ ଲେକ୍ଚର ସିରିଜ ଅଛି। ତାର ଲିଙ୍କ ଟା ମୁଁ ଆଜି ପଠେଇବି ଆପଣଙ୍କୁ। ହଁ, ସେ ଲିଙ୍କ ଟାରୁ ଆପଣ ଡାଉନଲୋଡ ବି କରିପାରିବେ। ଶ୍ରବଣ କର। କଣ ଜ୍ଞାନ ଦଉଛନ୍ତି? ସଂସାର ଦାବା ନଲଲିଢ ଲୋକା ତ୍ରାଣାୟ କାରୁଣ୍ୟ ଘନ ଘନ ତ୍ୱମ୍ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାର୍ଣବସ୍ୟ वंदे गुरोः श्री चरणारविंदम। କଣ କହୁଛନ୍ତି? ଏ ସଂସାରଟା ହଉଛି ଅଗ୍ନି। ମାନେ ଗୋଟେ ଜଙ୍ଗଲରେ ଯଦି ନିଆଁ ଲାଗି ଯାଉଛି ନା, ସଂସାର ଦାବା ନଲ, ଏ ସଂସାରରେ ନିଆଁ ଲାଗି ଯାଇଛି। ଆଉ ସେ ନିଆଁ ଲାଗି ଯାଇଛି, ସେଇଟାକୁ ବୁଝେଇବ କି? ସେଇଟାକୁ ମାନେ ନଷ୍ଟ କିଏ କରିପାରିବ ସେ ନିଆଁଟାକୁ? କହୁଛନ୍ତି ସେ ନିଆଁଟାକୁ କୋଉ ଫାୟାର ଏକ୍ସଟିଂଗୁଇସର ବାଲା ନଷ୍ଟ କରିପାରିବେନି। ତାକୁ କେବଳ ବର୍ଷା ହେଲେ ହିଁ ସିଏ ନଷ୍ଟ ହବ। ଗୋଟେ ବଣରେ ଯଦି ନିଆଁ ଲାଗିଯାଏ ନା, फायर एक्सटिंग्विशर भी किसी काम का हवनी। सी को हम भी कुछ नहीं कर सकते, बारिश होना दो। हाँ, ସେଇ ପ୍ରକାରେ ଏ ସଂସାର ରୂପୀ ଏ ଯୋଉ ବଣରେ ନା ନିଆଁ ଲାଗି ଯାଇଛି, ଯୋଉଠି ପ୍ରତ୍ୟେକ ଜୀବାତ୍ମା କେବଳ ଦୁଃଖ ହିଁ ଦୁଃଖ ଭୋଗୁଛନ୍ତି। ଆଠୁ ରାସ୍ତା କଣ ବାହାରି ଆସିବା ପାଇଁ? ଗୋଟେ ରାସ୍ତା ଇଏ ଅଛି କି ଯେତେବେଳେ ଗୋଟେ ବଣରେ ଯଦି ବର୍ଷା ହେବାକୁ ରହିଲେ, କୋଉ ଗୋଟେ ଦୂର ଜାଗାରେ ସମୁଦ୍ରଟେ ଅଛି, ସେ ସମୁଦ୍ରଟାରୁ ପାଣି ବାଷ୍ପିତ ହେଇକି ଉପରକୁ ଯାଉଛି, ମେଘ ବନୁଛି। ସେ ମେଘଟା ଚାଲୁଛି ଆଗକୁ ଆଗକୁ, ଚାଲୁଛି ଚାଲୁଛି ଚାଲୁଛି, ତାପରେ ବଣରେ ବର୍ଷା ହଉଛି। ଗୋଟେ ଜାଗାରେ ମେଘ ତୟାର ହେଲା, ମାତ୍ର ବର୍ଷା ଆଉ ଗୋଟେ ଜାଗାରେ ହେଲା। ସେଇ ପ୍ରକାରେ ଏ ସଂସାରରେ ସାଧୁ ମାନେ କଣ କରୁଛନ୍ତି? ଆଁ? ସଂସାର ଦାବାନଲ ନୀଳ ଲୋକା ତ୍ରାଣାୟ କାରୁଣ୍ୟ ଘନା ଘନ ପ୍ରାପ୍ତସ୍ୟ କଲ୍ୟାଣ ଗୁଣାର୍ଣବସ୍ୟ वंदे गुरु श्री चरणारविंदम। କଣ କରୁଛନ୍ତି? ଏ ସାଧୁ ମାନେ ଟ୍ରାଭେଲ କରିକି, ପ୍ରଚାର କରିକି, ହଁ, ଜାଗା ଜାଗା ଯାଇକି, ଯୋଉ ପ୍ରକାରେ ମେଘ ଭଳିଆ, ମେଘ କେମିତି ସମୁଦ୍ର ଉପରୁ ବାଷ୍ପିତ ହେଇକିରି ବଣକୁ ଯାଉଛି, ସେଇ ପ୍ରକାରେ ଗୁରୁ ଆମ ପାଇଁ କୃପା କରୁଛନ୍ତି। ଏ ସଂସାରରୁ ବାହାରି କାଢିବା ପାଇଁ ଗୋଟେ ମାର୍ଗ ଦେଖଉଛନ୍ତି କି ଦେଖ ଏ ରାସ୍ତାଟା ଅଛି ଦେଖ। ଜ୍ଞାନ ପ୍ରଦାନ କରୁଛନ୍ତି। ଏ ସୂକ୍ଷ୍ମ ଶରୀରଟା, ମନ ବୁଦ୍ଧି ଆଉ ଅହଙ୍କାର, ଏ ସୂକ୍ଷ୍ମ ଶରୀରଟାକୁ ପୋଷଣ ପ୍ରଦାନ କରୁଛନ୍ତି। ସମାଜରେ ଆମେ କେତେ ଗୁଡାଏ ଜିନିଷ ଶୁଣୁଛନ୍ତି ନା, ଧନର ଅର୍ଜନ କରିବା ପାଇଁ, ବିଜନେସ ରେ ପ୍ରୋଗ୍ରେସ କରିବା ପାଇଁ, ପାଠ ପଢିବା ପାଇଁ, ବହୁତ କିଛି ଶୁଣୁଛନ୍ତି ନା। ଶୁଣୁଛନ୍ତି ତେବେ ଯାଇକି ତ ସିଷ୍ଟମ ଟା ଡେଭଲପ ହଉଛି। ସେଇ ପ୍ରକାରେ ଆମର ଜୀବନରେ ଆଧ୍ୟାତ୍ମର ପ୍ରଗତି କରିବା ପାଇଁ କଥା ଶ୍ରବଣ କରିବାଟା ନିହାତି ଦରକାର। ସଂସାର ଲୋକ କହୁଛନ୍ତି ନା କି ଆରେ କଣ ଏଇ ସବୁ ଜିନିଷ କଣ କରୁଛୁ, ଏଇ ସବୁ ଜିନିଷ ଏ ଭକ୍ତି ଭକ୍ତି ଏବେ କିଛି କରିବା ଦରକାର ନାହିଁ, ଏଇଟା ଆରାମରେ 50-55 ବର୍ଷ ହେଲା ପରେ 70 साल के बाद करो, कुछ प्रॉब्लम नहीं है ना। ଗୋଟେ ଥର ଜଣେ କହିଲା, ଗୋଟେ ଚାଷୀଟେ ନେଇକି ଗଛ ତଳେ ବସିଥିଲା। ଧ୍ୟାନ ସେ ଶୁଣ। କଣ? ଗୋଟେ ଚାଷୀଟେ ଗଛ ତଳେ ବସିଥିଲା। ଗଛ ତଳେ ବସିଥିଲା, ତାପରେ ତାକୁ ଗୋଟେ ସହରରୁ ଗୋଟେ ଲୋକ ଆସିଲା, କହିଲା ଆରେ ଏତେ ଯୌବନ ଅବସ୍ଥାରେ ଗଛ ତଳେ ବସିଛୁ, ଲାଜ ଲାଗୁନି ଟିକେ ପରିଶ୍ରମ କରୁନୁ, ମେହନତ କରୁନୁ। ସେ ଆଚ୍ଛା। ତ ସେ କହିଲା ମେହନତ କଲେ କଣ ହବ? ଆରେ ମେହନତ କରେ, ତାପରେ ଟିକେ ସହରକୁ ଯା, କିଛି କିଛି ପଇସା ଅର୍ଜନ କରେ। ହଁ ଠିକ ଅଛି, ତାପରେ କଣ? ଆରେ ପଇସା ଅର୍ଜନ କଲା ପରେ ତାପରେ ଆଉ ଥରେ ସୁନ୍ଦର ଝିଅଟା ସାଙ୍ଗରେ ବାହା ହବୁ। ଆଚ୍ଛା ଠିକ ଅଛି, ତାପରେ? ନା ତାପରେ ସନ୍ତାନ ମାନେ ହେବେ, ବଢିଆ ତାଙ୍କ ଟିକେ ପାଠ ପଢାପଢି କରିବୁ, ବଢିଆ ଗୋଟେ 1 କରୋଡ଼ ଦେଇକି ଗୋଟେ ଘରଟେ କିଣିବୁ।
ଲୋକମାନେ ୱାହ ୱାହ କରିବେ, ଠିକ ଅଛି। ତାପରେ କଣ ନା, ତାପରେ ପିଲାମାନେ ପାଠ ହେଇସାରିଲା ପରେ ପିଲାମାନଙ୍କୁ ଆଉଥରେ ବାହା କରେଇ ଦଉ। ଆଚ୍ଛା, ତାପରେ ନା, ତାପରେ ବୁଢା ହେଇସାରିଲା ପରେ ଆଉ ଥରେ ଗାଁକୁ ଯିବୁ ଆରାମରେ। ନା ଗାଁ ଗଲେ କଣ କରି ନା ଗାଁ ଗଲେ ଗାଁ ଗଲେ କଣ କରୁ? ଗାଁ ଗଲେ ଆରାମରେ ଯେତେବେଳେ ନାଇଁ ରିଟାୟାର୍ଡ ହେଇଯିବୁ ନା, ରିଟାୟାର୍ଡ ହେଇସାରିଲା ପରେ ଆରାମରେ ଗଲେ ବଢିଆ ଗୋଟେ ସୁନ୍ଦର ଗଛଟେ ଥିବ, ତା ତଳେ ଆରାମ କରୁ। ସିଏ କହିଲା, ସେଇଟା ତ ମୁଁ ଏବେ ହିଁ କରୁଛି। ଏବେ ମୁଁ ଗଛ ତଳେ ବସି ନା। ମାନେ ଯୋଉ ଜିନିଷଟା ପ୍ରାପ୍ତ କରିବା ପାଇଁ ପୁରା ଏତେ ଗୁଡାଏ ପରିଶ୍ରମ କରୁଛନ୍ତି, ତାର ଉଦ୍ଦେଶ୍ୟ କଣ, ଲକ୍ଷ୍ୟ କଣ, ଜଣା ନାହିଁ। ସେ ଯୋଗୁ ଶାସ୍ତ୍ର ଆମେ କହୁ ଶାସ୍ତ୍ର କହୁଛି ସଂସାରର ଯେତିକ ବି କାର୍ଯ୍ୟ ଅଛି ସେଇଟା କର, ସେଇଟା ଛାଡିବାକୁ କିଛି ବି ଦରକାର ନାହିଁ। ବାରମ୍ବାର କହୁଛନ୍ତି ୟୁକ୍ତ ବୈରାଗ୍ୟ, ୟୁକ୍ତ ବୈରାଗ୍ୟ, ୟୁକ୍ତ ବୈରାଗ୍ୟ ମାଧ୍ୟମରେ କହୁଛନ୍ତି ଗୋଟେ ବି ଜିନିଷ କାର୍ଯ୍ୟ ଛାଡିବାକୁ ଦରକାର ନାହିଁ। କଣ କରିବା ଦରକାର? ଭଗବାନଙ୍କୁ ଯୋଡିବାକୁ ଦରକାର। ସେ ଯୋଗୁ ଶ୍ରବଣ ଶ୍ରବଣ ଟା ବହୁତ ଇମ୍ପର୍ଟେଣ୍ଟ। ଗୋଟେ ଥର ଗୌର କୃଷ୍ଣ ଦାସ ବାବାଜୀ ମହାରାଜ କଥା ପ୍ରବଚନ କରୁଥିଲେ। ଯେତେବେଳେ ପ୍ରବଚନ କରୁଥିଲେ ନା, ତ ପ୍ରବଚନରେ ସମସ୍ତେ ବସିଥିଲେ। ତ ସମସ୍ତେ ବସିଲେ, ତାଙ୍କେ ନାଇକି ମଝିରେ ହିଁ କହିଲେ କି ଦେଖ ଏବେ ପ୍ରବଚନ ସରିନି, ମାତ୍ର ପ୍ରସାଦ ଚାଲୁ ହେଇଗଲାଣି, ଯାଅ। ଯେମିତି ହିଁ ପ୍ରସାଦ ଚାଲୁ ହେଲାଣି ଗଲେ, ଯେମିତି ପ୍ରସାଦ ଚାଲୁ ହେଲାଣି ଶୁଣିଲେ, ତାହିରୁ ଯୋଉ 500 ଲୋକ ଯୋଉ ପ୍ରବଚନରେ ବସିଥିଲେ, 450 ଲୋକ ପୁରା ପ୍ରସାଦ ଖାଇବାକୁ ଉଠି ଚାଲିଲେ। ବାକି ବସିଥିଲେ 40-50 ଲୋକ। ଗୌର କିଶୋର ଦାସ ବାବାଜୀ ମହାରାଜ ସେତେବେଳେ ଆକ୍ଚୁଆଲ ପ୍ରବଚନ ଚାଲୁ କଲେ। ବିଚାର କରନ୍ତୁ, ପ୍ରଭୁପାଦଙ୍କର କେତେ ବିଶେଷ କୃପା। କହୁଛନ୍ତି ଆରେ ପ୍ରବଚନ सुनने के लिए आओ। ନା ଦେଇଛନ୍ତି ସଣ୍ଡେ ଫିଷ୍ଟ, ନା ଏଇଟା ଦେଇନାହାନ୍ତି କି ଶ୍ରବଣ ଉତ୍ସବ, ନା ସଣ୍ଡେ ଫିଷ୍ଟ ମାନେ ଖାଇବା। ସେ ମରାଠୀରେ କହୁନାହାନ୍ତି ଆଦି ପୋଟୋବା ନନ୍ତର ବିଠୋବା। ଆଗେ ତା ପେଟଟା ତାପରେ ନାମ। ପ୍ରଭୁପାଦ ଏଇ ଜିନିଷଟାକୁ ଧରିଦେଲେ, ଆଉ ଏ ଜୀବାତ୍ମା ମାନଙ୍କୁ କହିଲେ କି ଠିକ ଅଛି ଭଗବାନଙ୍କର ପ୍ରସାଦ ଖାଇବାକୁ ତ ଆସ କମ ସେ କମ। ପ୍ରସାଦ ଖାଇ 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 ଧୀରେ 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 ଏ ଜୀବଟା ଶୁଦ୍ଧ ହବ। ଏ ଜୀବଟା ନାମ ଉଚ୍ଚାରଣ କରିବ, ତାପରେ କମ ସେ କମ ଶୁଣିବ। କହିବାର ଉଦ୍ଦେଶ୍ୟ କଣ? ଆମେ ଯେତେବେଳେ ଶୁଣୁଛନ୍ତି ନା, ଶ୍ରବଣ କଲା ପରେ ଧୀରେ 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 ଯେମିତି ଯେମିତି ପ୍ରୋଗ୍ରେସ ହଉଛି ନା, ପ୍ରୋଗ୍ରେସ ହଉ ହଉ ଆମକୁ ଏଇ ଯୋଉ ଏଇ ଯୋଉ ଖାଇବାର ଯୋଉ ଜିନିଷଟା ନାଇଁ କି, କାନ ବାଟେ ଯୋଉ ଜିନିଷଟା ଖାଇବାଟା ନା, ସେଇଟାକୁ ଫର୍ଷ୍ଟ ପ୍ରାୟୋରିଟି ଦେବାକୁ ଦରକାର। କାନ ବାଟେ କୋଉଟା ଖାଉଛନ୍ତି ଆମେ? କଥା ଶ୍ରବଣ କରୁଛନ୍ତି କାନ ବାଟେ, ସେଇଟାକୁ ଫର୍ଷ୍ଟ ପ୍ରାୟୋରିଟି ଦେବାକୁ ଦରକାର। ଆଉ ଯୋଉଟା ପାଟି ବାଟେ ଖାଉଛି ସେଇଟାକୁ କମ ପ୍ରାୟୋରିଟି ଦେବାକୁ ଦରକାର। ତେ- ମାନେ ନହେଲେ ବି କିଛି ଅସୁବିଧା ନାହିଁ, କମ ସେ କମ ପ୍ରସାଦ ତ ଖାଅ। ହଁ, ସେ ଯୋଗୁ ଶୁଣୁଛନ୍ତି, ଯେତେବେଳେ ଆମେ ଶୁଣୁଛନ୍ତି ନା, ଶ୍ରବଣ ଟା ସବୁଠୁ ହଉଛି ପ୍ରଥମ ଅଙ୍ଗ। ଗୋଟେ ଥର ଗୋଟେ ଲୋକଟେ ଶୌଚ କ୍ରିୟା କରିବାକୁ ବସିଥିଲେ, ଶୌଚ କ୍ରିୟା କରିବାକୁ ବସିଥିଲେ, ଶୌଚ କ୍ରିୟା କରିବାକୁ ବସିଥିଲେ, ମାନେ କୁଆଡେ ତ ବାହାରୁ ଶୁଣିଲେ, ଆରେ ସମୟ ନଷ୍ଟ କରନି, ଡୋଣ୍ଟ ୱେଷ୍ଟ ଟାଇମ। ସେ ଶୁଣିଦେଲା, ଆରେ ଡୋଣ୍ଟ ୱେଷ୍ଟ ଟାଇମ, ଯେମିତି ଶୁଣିଦେଲା ହୃଦୟକୁ ଛୁଇଁଗଲା। ସେ ସମୟରେ ସେ ଘର ଛାଡିକି ପଳେଇଲା। କହିଲା କଣ ଅଛି ଡୋଣ୍ଟ ୱେଷ୍ଟ ଟାଇମ ମାନେ କଣ ସେ ଯାଇକିରି ସନ୍ତ ମାନଙ୍କ ପାଖକୁ ଯାଇକିରି ଜିଜ୍ଞାସା କଲେ, ଆର ଅର୍ଥ କଣ, ମୁଁ କିଏ, କଣ ପାଇଁ ଜନ୍ମ ହଉଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି କଣ। ତାପରେ ଜିଜ୍ଞାସା କରୁଛନ୍ତି। ବୃନ୍ଦାବନର ବ୍ରଜବାସୀ ମାନେ ପ୍ରତ୍ୟେକ ସମୟରେ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରୁଥିଲେ। ଶ୍ରବଣ ଯେତେବେଳେ ଆମେ କରୁଛନ୍ତି ନା ଧ୍ୟାନ ପୂର୍ବକରେ, ଏ ସଂସାରର ଦୁଃଖ ବି ସ୍ପର୍ଶ କରୁନି। ହଁ, ସଂସାରର ଦୁଃଖ ସ୍ପର୍ଶ କରୁନି।
ବ୍ରଜବାସୀ ମାନଙ୍କୁ ପ୍ରତ୍ୟେକ ଦିନ ଭଗବାନ କୃଷ୍ଣ ଯେତେବେଳେ ଆସିଲା ପରେ ତ ତାଙ୍କ ଜୀବନରେ ପ୍ରତ୍ୟେକ ଦିନ ସଙ୍କଟ ଥିଲା, ତଥାପି ଆନନ୍ଦରେ ଥିଲେ, है ना। ତବ କଥାମୃତମ୍ ତପ୍ତ ଜୀବନମ୍ କବି ବିରୀଡ଼ିତମ୍ କଲ୍ମଷାପହମ୍ ଶ୍ରବଣମଙ୍ଗଲମ୍ ଶ୍ରୀମଦାତକମ୍ ଭୁବି ଗୃହ୍ଣन्ति ये ଭୂରିଦା ଜନା। ତବ କଥାମୃତମ୍ ତପ୍ତ ଜୀବନମ୍, ହେ ପ୍ରଭୁ ହେ କୃଷ୍ଣ, ଆପଣଙ୍କର କଥାଟା କେତେ ସୁନ୍ଦର। କଥା ଅମୃତମ୍, ତାପରେ ତପ୍ତ ଜୀବନମ୍, ଏ ଯୋଉ ହୃଦୟ ଭିତରେ ଯୋଉ ଏତେ ଏତେ ଯୋଉ ବେଦନା ଅଛି ନା, ଜନ୍ମ ଜନ୍ମାନ୍ତର ବେଦନା, ଏଇଟାକୁ ଶାନ୍ତ କରିବା ପାଇଁ ଆପଣଙ୍କର ଏ କଥା ହିଁ ଏକମାତ୍ର ଔଷଧ। ଆକୁ ଛାଡିକି ଆଉ କିଛି ବି ନାହିଁ। ସେ ଯୋଗୁ ବୃନ୍ଦାବନର ବ୍ରଜବାସୀ ମାନେ ଆମକୁ ରାସ୍ତା ଦେଖଉଛନ୍ତି କଣ? ଆରେ ଶୁଣ, କଥା ଶ୍ରବଣ କର। ଶ୍ରବଣ ମଙ୍ଗଲମ୍ ଶ୍ରୀମଦାତକମ୍ ଭୁବି ଗୃହ୍ଣन्ति ये ଭୂରିଦା ଜନା। ତାପରେ ଶୁଣିବା ପାଇଁ କିଛି କିଛି ରେଷ୍ଟ୍ରିକ୍ସନ ଅଛି। ଆରେ ଗାଧେଇଲା ପରେ ହିଁ ଶୁଣିପାରିବା ନାହିଁ, କେବେ ବି ଶୁଣିପାରିବା। ରାନ୍ଧିଲା ସମୟରେ, ସ୍ନାନ କଲା ସମୟରେ, ଘରର କାମ କଲା ସମୟରେ, ଗାଡିରେ ଟ୍ରାଭେଲ କରିବା ସମୟରେ, ବସ ରେ ହଉ, ଟ୍ରେନ ରେ ହଉ, ଫ୍ଲାଇଟ ରେ ହଉ, ଯୋଉଟା ବି ହଉ, ଶ୍ରବଣ କରିକି, ସବୁଠୁ ପ୍ରଥମ ଆମର ଭକ୍ତିର ପ୍ରାରମ୍ଭ ହଉଛି ଶ୍ରବଣ କରିକି। ବିନା ଆମେ ଯଦି ନ ଶୁଣିବା, ପ୍ରୋଗ୍ରେସ ହବନି। ଦେଖନ୍ତୁ ଆମମାନେ ଯେତେ କୌଣସି ଯେତେ ବି ଭକ୍ତିରେ ଅଛନ୍ତି, କିଛି ତ ଆମେ ଶୁଣିଛନ୍ତି କାହାଠୁ, ତା କଥା ଶୁଣିଛନ୍ତି, ସେ ଯୋଗୁଁ ଆମେ ଗୋଟେ ଷ୍ଟେପ ଆଗକୁ ନେଇଛନ୍ତି। ଆମେ ଯଦି ତା କଥା ନ ଶୁଣିଥାନ୍ତେ ବେଲେ ଗୋଟେ ଷ୍ଟେପ କଣ, ଗୋଟେ ଇଞ୍ଚ ବି ଆଗକୁ ଯିବାନି। ପାଠ ପଢାଠୁ ଧରିକିରି ଟିଚରଟାର ଯଦି ନ ଶୁଣିବ, କଥା ନ ଶୁଣିବ, ସେ ପିଲା ଆଗକୁ ବି ବଢିବନି। ଉଦାହରଣ କଣ ଅଛି? ପ୍ରହ୍ଲାଦ ମହାରାଜ, ଶ୍ରବଣର ଯୋଉ ଅଙ୍ଗଟା ଅଛି ନା, ଇଏ ଗର୍ଭରେ ହିଁ ପ୍ରାରମ୍ଭ ହେଇଯାଉଛି। ପ୍ରହ୍ଲାଦ ମହାରାଜ ଯେତେବେଳେ ଗର୍ଭରେ ଥିଲେ ନା, ପ୍ରହ୍ଲାଦ ମହାରାଜ ଯେତେବେଳେ ଗର୍ଭରେ ଥିଲେ, ନାରଦ ମୁନି କଥା ଶ୍ରବଣ କରଉଥିଲେ। ଧ୍ୟାନ ସେ ଶୁଣନ୍ତୁ। ହଁ? ପ୍ରହ୍ଲାଦ ମହାରାଜଙ୍କୁ କଥା ଶ୍ରବଣ କରୁଥିଲେ ନାରଦ ମୁନି। ଆଉ ସେଇ ସମୟରେ ହିରଣ୍ୟକଶିପୁ ଯାଇଥିଲେ ତପସ୍ୟା କରିବାକୁ। ଯେତେବେଳେ ଦେବତା ମାନେ ଯେତେବେଳେ କୟାଧୁ, ଯିଏ କି ପ୍ରହ୍ଲାଦଙ୍କର ମା, କୟାଧୁ ଉପରେ ଯେତେବେଳେ ପ୍ରହାର କଲେ ନା, କି ଆରେ ରାକ୍ଷସର ପୁଅ ରାକ୍ଷସ ହବ, ଚାଲ ଆକୁ ମାରିଦେବା। ନାରଦ ମୁନି ପ୍ରକଟ ହେଲେ, କହିଲେ ନା 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 ନା, ଇଏ ରାକ୍ଷସ ହବନି, ଯାଓରି। ଦେବତା ମାନେ ପଳେଇ ଗଲେ। କୟାଧୁ ନାରଦ ମୁନିଙ୍କର ହଁ, ଚରଣରେ ପ୍ରାର୍ଥନା କଲେ। ସେତେବେଳେ ନାରଦ ମୁନି କହିଲେ, ଚିନ୍ତା କରନି, ଆପଣଙ୍କର ସନ୍ତାନକୁ ମୁଁ ରକ୍ଷା କରିବି। ଆପଣଙ୍କର ସନ୍ତାନକୁ ରକ୍ଷା କରିବି, ଭଗବାନ ରକ୍ଷା କରିବେ, ଚିନ୍ତା କରନି। ତାପରେ କଥା ପ୍ରାରମ୍ଭ କଲେ। ଶାସ୍ତ୍ରରେ ବର୍ଣ୍ଣନା ଆସିଛି, ଭାଗବତମର ପ୍ରଥମ ସ୍କନ୍ଦ ପ୍ରାରମ୍ଭ କଲେ। ଓಂ ନମୋ ଭଗବତେ ବାସୁଦେବାୟ ଜନ୍ମାଦି ಯಸ್ಯ यतोऽन्वयादितरतश्चार्थेष्वभिघ्नस्वराट् तेने ब्रह्महृदयादिकवये मुह्यन्ति यत्सूरयाः तेजो वारिमृदां यथा विनिमयो यत्र त्रिसर्गो मृषा धाम्ना स्वेन सदा निरस्तकुहकं सत्यं परं धीमहि। ପ୍ରାରମ୍ଭ କଲେ, ପ୍ରଥମ ସ୍କନ୍ଦ ସରିଗଲା, ଡେଲିଭରି ଟାଇମ ଆସିଲା। ପ୍ରହ୍ଲାଦ ମହାରାଜ କହିଲେ, ଆଜ୍ଞା ପ୍ରଥମ ସ୍କନ୍ଦ ସରିଲା, ଆଉ ଆଗକୁ କିଏ କହିବ? ଭାଗବତମ ଆହୁରି ଶୁଣାଅ। ନାରଦ ମୁନି କଣ୍ଟିନ୍ୟୁ କଲେ।
କଣ୍ଟିନ୍ୟୁ କଲେ ନା, ବାହାରି ଆସିଲା ପରେ ମତେ ଶୁଣିବାକୁ ମିଳିବନି। ଏମିତି କରି କରି ପ୍ରହ୍ଲାଦ ମହାରାଜ ଗର୍ଭ ଭିତରେ 100 ବର୍ଷ ରହିଲେ। ପୁରା ଭାଗବତମ ଶୁଣିକିରି ବାହାରି ଆସିଲେ, ପୁରା 12 ସ୍କନ୍ଧ ସରିଲା ପରେ ବାହାରି ଆସିଲେ। ବାହାରି ଆସିଲା ପରେ ନାରଦ ମୁନି କଣ କହିଲେ? ମୋର କାମ ସରିଲା, ମୁଁ ଚାଲିଲି, ନାରାୟଣ ନାରାୟଣ। ତାପରେ ପ୍ରହ୍ଲାଦ ମହାରାଜ ଶୁଣିଥିଲେ ନା, ଯୋଉଟା ଗର୍ଭ ଭିତରେ ଶୁଣିଥିଲେ ସେଇଟା ବାହାରି ଆସିଲା ପରେ ସେଇଟା ହିଁ କଲେ। ଗର୍ଭରେ ରହିବା ଶିଶୁ ଯେତେବେଳେ ଘରେ ମା ବାପା ମଝିରେ ଯଦି ମାଡଗୋଳ ଶୁଣିବ, ସିଏ ବାହାରି ଆସିଲେ ବି ତାଟିଆ ଫିଙ୍ଗିବ, ଗ୍ଲାସ ଫିଙ୍ଗିବ, ଟିଭି ଫିଙ୍ଗିବ, ସବୁ ସେମିତି କରିବ ସେ। ତାକୁ ତାକୁ ଗର୍ଭରେ ଥିଲା ସମୟରେ ହିଁ ତାକୁ ସଂସ୍କାର ଦରକାର। ନହେଲେ ଭିତରେ ଥିଲା ଟାଇମରେ ଯଦି ପିକ୍ଚର ଯଦି ମୁଭି ଦେଖିଏ, गेम खेलिए, से कौन से गोली दूर 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 मारते रहते, कौन सा गोली है वो, कौन सा कोई कौन सा गेम है, मुझे याद नहीं आ रहा है। गुड़ाए पिला माने देखी देखी पूरा ताकू आखिर पूरा लेंस खराब करी पूरा चश्मा एते मोटा मोटा ग्लास पिंचुंदी। केते दुर्दैव परिस्थिति देखो। ହଁ? ସେମିତି ଯେତେବେଳେ ହବ ତ କଣ ହବ? ଯେମିତି ଯଦି ଆମ୍ବର ମଞ୍ଜି ଟା ଯଦି ପୋତିଥିବେ ହେଲେ ଆମ୍ବ ଆସିବ ନା ନାଇଁ? ଯଦି କଣ୍ଟାର ମଞ୍ଜିଟା ଯଦି ପୋତିଥିବେ ବେଲେ ଆମ୍ବ କେମିତି ଆସିବ? ଆମ୍ବ ଆସିବା ତ ଚାନ୍ସ ହିଁ ନାହିଁ। ଆଁ? ସେଇ ପ୍ରକାରେ ପ୍ରହ୍ଲାଦ ମହାରାଜ ଯେତେବେଳେ ଆସିଲା ପରେ ଆଁ, ଏତେ ଦିବ୍ୟ ଜ୍ଞାନ ଦେଇକି ଗଲେ, ପ୍ରତ୍ୟେକ ସମୟରେ ଭଗବାନ ତାଙ୍କର ରକ୍ଷା କଲେ। ଶେଷ ସମୟରେ ଯେତେବେଳେ ନରସିଂହ ଭଗବାନ ଯେତେବେଳେ ପ୍ରକଟ ହେଲେ ନା, ନରସିଂହ ଭଗବାନ ପ୍ରକଟ ହେଇସାରିଲା ପରେ ଯେତେବେଳେ ପ୍ରହ୍ଲାଦ ମହାରାଜଙ୍କୁ ରକ୍ଷା କଲେ, ନରସିଂହ ଭଗବାନ କହିଲେ ସେ ସମୟରେ କି ମୁଁ ଏ ପ୍ରହ୍ଲାଦଙ୍କର ରକ୍ଷା କୋଉଥିପାଇଁ କଲି ଜଣା? ନୋଟ କର, ପ୍ରଭୁପାଦ ଲେଖୁଛନ୍ତି ତାତ୍ପର୍ୟରେ। ପ୍ରହ୍ଲାଦ ମହାରାଜଙ୍କର ରକ୍ଷା ନରସିଂହ ଭଗବାନ ଏଇଥିପାଇଁ କଲେନି କି ପ୍ରହ୍ଲାଦ ମହାରାଜଙ୍କର ଭକ୍ତି ଶ୍ରେଷ୍ଠ ଥିଲା। କଣ ପାଇଁ? ନାରଦ ମୁନି କୟାଦୁକୁ କହିଥିଲେ ତୋର ଏ ସନ୍ତାନର ରକ୍ଷା ଭଗବାନ କରିବେ, ସେଥି ଯୋଗୁ ଭଗବାନ ରକ୍ଷା କଲେ। ଆର ଅର୍ଥ କଣ? ଆମର ପ୍ରାର୍ଥନାଠୁ ଆମର ଗୁରୁର ପ୍ରାର୍ଥନା ବହୁତ ଇମ୍ପର୍ଟାଣ୍ଟ। ବୈଷ୍ଣବ ମାନଙ୍କର ପ୍ରାର୍ଥନା ଆମ ପ୍ରତି ବହୁତ ଇମ୍ପର୍ଟାଣ୍ଟ। ଆମର ପ୍ରାର୍ଥନା ଆମ ପାଇଁ ଭଗବାନ ନ ଶୁଣି ବି ପାରେ, ନ ଶୁଣି ବି ପାରେ। ମାତ୍ର ଭକ୍ତମାନେ ଯଦି ଆମ ପାଇଁ ଯେତେବେଳେ ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କୁ ଶୁଣିବାକୁ କମ୍ପଲସରି। କଣ ପାଇଁ? ୟୋ ମେ ଭକ୍ତ୍ୟା ପ୍ରୟଶ୍ଚତି ଭାବଗ୍ରାହୀ ଜନାର୍ଦ୍ଦନ। ଭାବରେ ବନ୍ଧା ଭଗବାନ, ସିଏ ତ ବାନ୍ଧି ଯାଉଛନ୍ତି ନା, ଯୋଉ ପ୍ରକାରେ ଯଶୋଦା ମହାରାଣୀଙ୍କର ଭକ୍ତିରେ ବାନ୍ଧି ଯାଇଥିଲେ। ତ ସେଇ ପ୍ରକାରେ ଶ୍ରବଣ କୋଉ ପ୍ରକାର ଇମ୍ପର୍ଟାଣ୍ଟ ସେଇଟା ଆମେ ଶୁଣିଲେ। ସେ ଜାଗା ଜାଗା ଲେଖୁଛନ୍ତି ନା, ଗାନ୍ଧିଜୀର 3ଟା ବନ୍ଦର, ବୁରା ନା ବୋଲୋ, ବୁରା ନା ଦେଖो, ବୁରା ନା ଶୁଣो, है ना? 3ଟା ମାଙ୍କଡ ଆମେ ଦେଖୁଛନ୍ତି ନା, ଜାଗା ଜାଗାରେ ଅଛି। ସେମିତି ଖାଲି ଆଖିଟା ବନ୍ଦ କରିଦେଲେ କିମ୍ବା କାନଟା ବନ୍ଦ କରିଦେଲେ କିମ୍ବା ପାଟିଟା ବନ୍ଦ କରିଦେଲେ କିଛି ହବନି। ମନଟା ଚାଲୁ ହେଇଯିବ, ଏଇଠି ଯିବ ସେଠି ଯିବ ସେଠି ଯିବ। ନାହିଁ, ଆପଣଙ୍କର ଆଖିଟା ଆଖିଟା ବନ୍ଦ କରି ଲାଭ ନାହିଁ। ଆଖିଟାକୁ ତାର ଯୋଉ କାର୍ଯ୍ୟଟା ଅଛି ତାକୁ କରାଅ। କଣ କାର୍ଯ୍ୟଟା ଅଛି? ଭଗବାନଙ୍କର ଦର୍ଶନ କରାଅ। ନାକଟା କଣ ଅଛି? ଭଗବାନଙ୍କୁ ଅର୍ପଣ କରାଯାଇଥିବା ପୁଷ୍ପର ସୁଗନ୍ଧ ନିଅ। ମୁହଁଟା କଣ ପାଇଁ ଅଛି? ମୁହଁଟା ଭଗବାନଙ୍କର ପ୍ରସାଦ ଖାଇବା ପାଇଁ ଅଛି, ଭଗବାନଙ୍କର ନାମର ଉଚ୍ଚାରଣ କରିବା ପାଇଁ ଅଛି। ଯେତେବେଳେ ଆମେ ସେଇଟା ନିଜର ସିଷ୍ଟମରେ ଲାଗୁ କରିଦଉଛନ୍ତି ନା, ସେତେବେଳେ ସିଷ୍ଟମ ସେଟ୍ ହେଇଯାଉଛି। ଗୋଟେ ଥର ଜଣଙ୍କର ଘର ନା ଗୋଟେ ରେଲୱେ ଷ୍ଟେସନ ପାଖରେ ଥିଲା। ଧ୍ୟାନ ସେ ଶୁଣ। ପ୍ରତିଦିନ ରାତି 1:30 ବେଳେ ନା ଗୋଟେ ଟ୍ରେନରେ ଆସୁଥିଲା। ରାତି 1:30, 1:30 AM, ରାତି 1:30 ଗୋଟେ ଟ୍ରେନରେ ଆସୁଥିଲା। ତଥାପି ସିଏ ଉଠୁ ନଥିଲା କେବେ। ଗୋଟେ ଦିନ କଣ ହେଲା, ସେ ଟ୍ରେନଟା ଆସିଲାନି, ଟ୍ରେନଟା କ୍ୟାନସଲ ହେଇଗଲା। ସେ ଟ୍ରେନଟା କ୍ୟାନସଲ ହେଲୁ କଣ ହେଲା ଜଣା? ଆର ନିଦ ଭାଙ୍ଗିଗଲା।
ये उठिला पर कहले कुछ तो गड़बड़ है, कुछ तो गड़बड़ है, ମାନେ ନାଇଁ ପ୍ରତିଦିନ କିଛି ତ ରହୁଥିଲା, ମାତ୍ର ଆଜି କିଛି ନା, କଣ ଅଛି କଣ, ଆରେ ସେ ରାତି 1:30 ବେଳେ ଯୋଉ ଟ୍ରେନଟା ଆସୁଥିଲା ନା ସେଇଟା ଆଜି ଆସିଲାନି। କହିବାର ଉଦ୍ଦେଶ୍ୟ କଣ, ଆମର ସିଷ୍ଟମରେ, ଆମର ଏଇ ଯୋଉ ଶରୀରରେ ଏଇ ଯୋଉ ଶ୍ରବଣ ଯୋଉ ଅଙ୍ଗଟା ଅଛି, ଏ କାନଟା ଏତେ ମହତ୍ୱପୂର୍ଣ୍ଣ, ଏଇଟାକୁ ରେଗୁଲାର ଏମିତି ସତ୍ସଙ୍ଗ ଦେବାକୁ ଦରକାର, ଏମିତି ଶ୍ରବଣ ଦେବାକୁ ଦରକାର, କି ଯୋଉ ଦିନ ଆମେ ନ ଶୁଣିବା ନା, ପୁରା ଏମିତି ଛାଟିପିଟି ହେବାକୁ ଦରକାର କି ଆରେ यार ଆଜି ଆଜି कुछ तो गड़बड़ है, आज कुछ तो गड़बड़ है, आज सुन नहीं पाया, आज ଶୁଣି ପାରିଲିନି। କିଛି ତ କମ ସେ କମ କେତେ ବି ବିଜି ରହିଲେ, କମ ସେ କମ ଖାଇଲା ସମୟରେ 10 ମିନିଟ ତ ଟେପଟା ଚାଲୁ କରିପାରିବା ନା, ଗୋଟେ ଲେକ୍ଚରଟେ ତ ଚାଲୁ କରିପାରିବା। ଖାଇଲା ସମୟରେ ବି ଆମର ବିଜନେସ ଛାଡୁନାହାନ୍ତି, ଲୋକମାନଙ୍କର ହ୍ୱାଟ୍ସଆପ୍ ଛାଡୁନାହାନ୍ତି, ତାପରେ ରିଲ ଦେଖିବା ଛାଡୁନାହାନ୍ତି। ଆରେ କମ ସେ କମ ଖାଇଲା ସମୟରେ ତ ଖାଇବାକୁ ତ ଦିଅ ଶରୀରଟାକୁ, ଆଉ ଶରୀରଟାକୁ ଖାଇବାକୁ ଦିଅ, ତା ସାଥିରେ ସାଥିରେ ମନଟାକୁ ବି ଖାଇବାକୁ ଲେକ୍ଚରଟା ଦେଇଦିଅ। ଆମକୁ ଯଦି ଲାଗୁଛି ଶୁଣିବାରେ ଆମର ଟାଇମ ୱେଷ୍ଟ ହଉଛି, है ना, ଯଦି ଶୁଣିବାରେ ଆମର ଟାଇମ ୱେଷ୍ଟ ହଉଛି ତ ଖାଇଲା ବେଳେ ଶୁଣ। ନାଇଁ ଖାଇଲା ବେଳେ ବି ରିଲ ଦେଖିବା, ଇନଷ୍ଟାଗ୍ରାମ ଦେଖିବା, ଯେମିତି ପୁରା ସବୁ ଯାକ ଦେଖିବାର ପୁରା ହିସାବ କିତାବ ଆମେ ହିଁ ନେଇକିରି ବସିଛୁ। ବହୁତ ଇମ୍ପୋର୍ଟାଣ୍ଟ। ସେ ଯୋଗୁ ଯେତେବେଳେ ଆମେ ଯୋଉ ଦିନ ଆମର ଶ୍ରବଣ ବନ୍ଦ ହେଇଯାଉଛି ସେଦିନ ବହୁତ ବଡ ଗୋଟେ ଘଣ୍ଟିଟେ ବାଜିବାକୁ ଦରକାର ଦିମାଗରେ ଟଙ୍ଗ କରିକି। ତାପରେ ଆଲର୍ଟ ହେବାକୁ ଦରକାର କି ଆଜି କମ ସେ କମ ଶୋଇବା ପୂର୍ବରୁ 10 ମିନିଟ ତ ଶୁଣିକି ଶୋଇବି। ପ୍ରଭୁପାଦଙ୍କର ଲେକ୍ଚର ଅଛି, ପ୍ରଭୁପାଦଙ୍କର ଶିଷ୍ୟ ମାନଙ୍କର ଲେକ୍ଚର ଅଛି। ତ ଯେମିତି ମୁଁ କହିଥିଲି ଗୋଟେ ହିନ୍ଦୀର ଗୋଟେ ଲେକ୍ଚର ସିରିଜଟେ ଅଛି, ଯୋଉଟା କି ମୁଁ ଓଡ଼ିଆ ଚ୍ୟାନେଲରେ ମୁଁ ନେଇ ପୋଷ୍ଟ କରିବି, ଓଡ଼ିଆ ଗୀତା ସାରରେ ହ୍ୱାଟ୍ସଆପ୍ ଚ୍ୟାନେଲ, ଏବଂ ତ ତାର ଅଡିଓ ଲେକ୍ଚର ଅଛି। ୟୁଟ୍ୟୁବରେ ଲେକ୍ଚର ଶୁଣିବା ବନ୍ଦ କର, କାରଣ ଯାହାକୁ ଆପଣ ଜାଣିଛନ୍ତି ତାଠୁ ହିଁ ଲେକ୍ଚର ଶୁଣ। ଆପଣଙ୍କୁ ନିବେଦନ ଅଛି, ଯିଏ ଯୋଉଠି ବି ରହୁଛନ୍ତି ପାଖାପାଖି ମନ୍ଦିରକୁ ଯାଆନ୍ତୁ। ବ୍ରହ୍ମପୁରରେ ରହୁଛନ୍ତି, ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମନ୍ଦିରକୁ ଯାଆନ୍ତୁ। କାଲିକି ସଣ୍ଡେ ବି ଅଛି, ସଣ୍ଡେ ପ୍ରୋଗ୍ରାମ ଅଛି, ଯାଆନ୍ତୁ। ବହୁତ ସୁନ୍ଦର ପ୍ରୋଗ୍ରାମ ଅଛି, 11ଟାରୁ 2ଟା ପର୍ଯ୍ୟନ୍ତ ସଣ୍ଡେ ଫିଷ୍ଟ, ପ୍ରସାଦ ବି ଅଛି। ପ୍ରସାଦ ବି ଖାଇବାକୁ ମିଳିବ, କଥା ବି ଶ୍ରବଣ ହବ। ଏଇ ଯୋଉ ସୂକ୍ଷ୍ମ ଶରୀରଟା ଅଛି, ମନ, ବୁଦ୍ଧି ଆଉ ଅହଙ୍କାର, ଏଇଟାକୁ ଖାଦ୍ୟ ମିଳିବ। ଯେତେବେଳେ ଆମେ ପ୍ରସାଦ ଖାଉଛନ୍ତି ନା, ଶରୀରଟାକୁ ବି ସ୍ଥୂଳ ଶରୀରଟାକୁ ବି ଖାଦ୍ୟ ପ୍ରାପ୍ତ ହଉଛି, ଆଉ ସୂକ୍ଷ୍ମ ଶରୀରଟାକୁ ବି ଖାଦ୍ୟ ପ୍ରାପ୍ତ ହଉଛି, ଆତ୍ମାକୁ ବି ଖାଦ୍ୟ ପ୍ରାପ୍ତ ହଉଛି। ଏଇ ଜିନିଷଟା ଯେତେବେଳେ ଆମେ ଧୀରେ 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 କରିବାକୁ ପ୍ରାରମ୍ଭ କରୁଛନ୍ତି ନା, ଷ୍ଟେପ ବାଇ ଷ୍ଟେପ ପ୍ରୋଗ୍ରେସ ହଉଛି। ଯିଏ ଫର୍ଷ୍ଟରେ ଅଛି ସିଏ ସେକେଣ୍ଡକୁ ଯିବ, ଯିଏ ସେକେଣ୍ଡରେ ଅଛି ସିଏ ଥର୍ଡକୁ ଯିବ, ଯିଏ ଅଲରେଡି ମାଷ୍ଟର୍ସ ଡିଗ୍ରୀ ଅଛି ସିଏ PhD କୁ ଯିବ। ପ୍ରଭୁପାଦଙ୍କର ପୁସ୍ତକ ଭିତରେ ସବୁ କିଛି ଅଛି। ଆଉ ଏଇଟା କରି କରି ଯେତେବେଳେ ଆମେ, है ना, ବେଳେ ବେଳେ ଲୋକ କହନ୍ତି ଆରେ ପ୍ରଭୁଜୀ ଆୟୁଷ ତ ପଳେଇ ପଳେଇ ଯାଉଛି ଦିନ ରାତି ମାଧ୍ୟମରେ, ଲୋକମାନେ ବି ମରୁଛନ୍ତି, ଭକ୍ତମାନେ ବି ମରୁଛନ୍ତି, ଫରକ କଣ? है ना? ଆମେ କଣ ଭକ୍ତି କଲେ କଣ ଆମର କଣ ଆୟୁଷ ଟା ବଢି ଯାଉଛି? ନାଇଁ। आयुर हरति वै पुंसाम उद्यन्नस्तौ न यस्तसो तस्यार्थे यत्क्षणोनीत उत्तम श्लोक वार्तया। आयुर हरति वै पुंसाम ଉଦ୍ୟାନ ଅସ୍ତ ନୟନ ସୂର୍ଯ୍ୟ ଉଦୟ ଆଉ ସୂର୍ଯ୍ୟ ଅସ୍ତର ମାଧ୍ୟମରେ ଆୟୁଟା ହରି ହରି ଯାଉଛି, ଆୟୁଟା କମି କମି ଯାଉଛି। ମାତ୍ର ଧ୍ୟାନ ସେ ଶୁଣନ୍ତୁ, ଗୋଟେ ଭୌତିକ ଜଗତର ସ୍ତରରେ ଯିଏ ଅଛି ସିଏ ମୃତ୍ୟୁକୁ ନିକଟ ଆସି ଆସି ଯାଉଛି, ମାତ୍ର ଯିଏ ଭକ୍ତିରେ ଯିଏ ଅଛି ସିଏ ଭଗବାନଙ୍କର ନିକଟ ଆସି ଆସି ଯାଉଛି। କଣ ପାଇଁ? ଉତ୍ତମ ଶ୍ଲୋକ ବାର୍ତ୍ତାୟା, ସେ ଉତ୍ତମ ଶ୍ଲୋକ ଯିଏ ଯିଏ ଭଗବାନ କୃଷ୍ଣଙ୍କର ଚର୍ଚ୍ଚା କରୁଛି, ଯିଏ ଭଗବାନ କୃଷ୍ଣଙ୍କର ଚର୍ଚ୍ଚା କରୁଛି, ତାର ଗୋଟେ ଗୋଟେ ଦିନ ଭଗବାନଙ୍କର ଚରଣ ପାଖକୁ ଆସି ଆସି ଯାଉଛି। ଯିଏ ଭୌତିକ ଜଗତର ଚର୍ଚ୍ଚା କରୁଛି ସିଏ ମୃତ୍ୟୁର ପାଖକୁ ଆସି ଆସି ଯାଉଛି। ସେଥିଯୋଗୁ ଏ ସମାଜ ପତ୍ର କାମ ଆସିବନି। ସମାଜ ପତ୍ର କହୁଛ ନ୍ୟୁଜ କହୁଛନ୍ତି ନା, ନ୍ୟୁଜ
ନ୍ୟୁଜ ମାନେ ଯୋଉଟା ନୂଆ। ଆରେ ଆରେ ସେଇଟା ନୂଆ କେମିତି ହବ? ସେଇଟା ତ କାଲିର ସମାଜଟା। ହଁ। କାଲି ଯୋଉଟା ହେଇଥିଲା ସେଇଟା ହିଁ ହେଇଥିଲା, ମାନେ ଅଲରେଡି ସେ ବାସି ହେଇସାରିଛି। ମାତ୍ର ଆକ୍ଚୁଆଲ ନୂଆ କୋଉଟା? ସେଇଟା ନୂଆ ଯୋଉଟା ପରମାନେଣ୍ଟ ଜାଗାରୁ ଆସିଛି। ନୂଆ ମାନେ କଣ? ଯୋଉଟା କେବେ ବି ନଷ୍ଟ ହଉନି। ଏ ଜୀବାତ୍ମାଟା ପ୍ରତ୍ୟେକ ସମୟରେ ନୂଆ ଅଛି। କଣ ପାଇଁ? କେବେ ବି ନଷ୍ଟ ହୁଏନି। ତା ସାଥିରେ ଯୋଉ ପରମାତ୍ମା ଅଛନ୍ତି ସିଏ ବି ନୂଆ, ପ୍ରତ୍ୟେକ ସମୟରେ ନୂଆ ନୂଆ ଅନୁଭବ କରୁଛି। ମାତ୍ର ସେ ନୂଆଟାକୁ ଛାଡି ଦେଇଛନ୍ତି ଏ ସଂସାରର ନୂଆ ଭିତରେ, ବାସି ହାତରେ ପଡିଛନ୍ତି। ଯୋଉଟା ବାସନା ବି ହଉଛି ତଥାପି ତାକୁ ଚାଟି ଚାଟି ବସି। ସେ ଯୋଗୁ ଶ୍ରବଣର ମାଧ୍ୟମରେ ଏ ଚେତନା ଆସୁଛି, ଏ ଜ୍ଞାନ, ଏ ଜ୍ଞାନ ଅର୍ଜନ ଆସୁଛି। ଏ ଏ ଆଖିଟାକୁ ଗୋଟେ ଲେନ୍ସ ପ୍ରଦାନ ହଉଛି, ଶାସ୍ତ୍ର ଚକ୍ଷୁ, ଜ୍ଞାନ ଚକ୍ଷୁ। ତାପରେ ଏଇ ଚର୍ମ ଚକ୍ଷୁ ଦ୍ଵାରା ଆମେ ଦେଖି ପାରୁଛନ୍ତି କୋଉଟା ସହି, କୋଉଟା ଗଲତ, କୋଉଟା କରିବା ଦରକାର, କୋଉଟା ନ କରିବା ଦରକାର। ହୁଁ। ହରେ କୃଷ୍ଣ। ତ 8:30 ହେଇଗଲା। ଆପଣ ସମସ୍ତ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଶ୍ରବଣମର କିଛି କିଛି ଗୁଡାଏ ଜିନିଷ, କିଛି ସେକ୍ସନ ଅଛି ଯୋଉଟା କି ଆମେ ନେକ୍ସଟ ସତ୍ରରେ କେବେ ଚାନ୍ସ ମିଳେ ଆମେ ଶ୍ରବଣ କରିବା। ଆପଣ ସମସ୍ତ ମାନଙ୍କୁ ବହୁତ ବହୁତ ଧନ୍ୟବାଦ। କାହାକୁ ଯଦି ପ୍ରଶ୍ନ ଥିବ ହେଲେ ଆପଣ ହ୍ୟାଣ୍ଡ ରେସ୍ କରିପାରିବେ।